ସ୍ୱାଧୀନତାର ଅମୃତ ମହୋତ୍ସବ 75ତମ ସ୍ୱାଧୀନତା ଦିବସ ଅବସରରେ ଆପଣ ସମସ୍ତଙ୍କୁ ଏବଂ ସମଗ୍ର ବିଶ୍ୱରେ ଭାରତକୁ ଭଲ ପାଉଥିବା ଗଣତନ୍ତ୍ରକୁ ଭଲ ପାଉଥିବା ସମସ୍ତଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆଜି ସ୍ୱାଧୀନତାର ଅମୃତ ମହୋତ୍ସବର ଏହି ପବିତ୍ର ପର୍ବରେ ଦେଶ ଏହାର ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଶର ସୁରକ୍ଷାରେ ନିଜକୁ ଦିନରାତି ସମର୍ପି ଦେଇଥିବା ଆହୁତ କରୁଥିବା ବୀର ବୀରଙ୍ଗନାମାନଙ୍କୁ ଦେଶ ଆଜି ପ୍ରଣାମ କରୁଛି। ସ୍ୱାଧୀନତା ସଂଗ୍ରାମକୁ ଜନ ଆନ୍ଦୋଳନର ରୂପ ଦେଇଥିବା ପୂଜ୍ୟ ବାପୁ ହୁଅନ୍ତୁ ବା ସ୍ୱାଧୀନତା ପାଇଁ ନିଜର ସବୁକିଛି ସମର୍ପିତ କରିଦେଇଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ବିସ୍ମିଲ ଏବଂ ଅଶଫାକ ଉଲ୍ଲା ଖାଁଙ୍କ ଭଳି ବୀର ହୁଅନ୍ତୁ, ଝାନ୍ସୀର ରାଣୀ ଲକ୍ଷ୍ମୀବାଇ ହୁଅନ୍ତୁ, କିତ୍ତୁରର ରାଣୀ ଚେନ୍ନମ୍ମା କିମ୍ବା ରାଣୀ ଗାଇନୁଦ୍ଦିନ ଲିଉ ହୁଅନ୍ତୁ କିମ୍ବା ଆସାମରେ ମାତଙ୍ଗିନୀ ହାଜରାଙ୍କ ପରାକ୍ରମ ହେଉ, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଜୀ ହୁଅନ୍ତୁ, ଦେଶକୁ ଏକତାର ସୂତ୍ରରେ ବାନ୍ଧିଥିବା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହୁଅନ୍ତୁ କିମ୍ବା ଭାରତର ଭବିଷ୍ୟତର ଦିଗ୍ଦର୍ଶନ କରୁଥିବା ବାବା ସାହେବ ଆମ୍ବେଦକରଙ୍କ ଭଳି ପ୍ରତ୍ୟେକ ବ୍ୟକ୍ତିକୁ ଦେଶ ଆଜି ସ୍ମରଣ କରୁଛି। ଦେଶ ଏହି ସମସ୍ତ ମହାପୁରୁଷମାନଙ୍କ ନିକଟରେ ଋଣୀ। ଭାରତ ତ ବହୁରତ୍ନା ବସୁନ୍ଧରା। ଆଜି ଭାରତର କୋଣ ଅନୁକୋଣରେ ପ୍ରତ୍ୟେକ ସମୟରେ ଅଗଣିତ ଲୋକ, ଯେଉଁମାନଙ୍କ ନାଁ ମଧ୍ୟ ହୁଏତ ଇତିହାସର ପୃଷ୍ଠାରେ ନଥିବ, ଏହିଭଳି ଅଗଣିତ ଲୋକ ଏହି ରାଷ୍ଟ୍ର ନିର୍ମାଣ କରିଛନ୍ତି ଏବଂ ଆଗେଇ ନେଇଛନ୍ତି। ମୁଁ ଏଭଳି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଣାମ କରୁଛି, ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଶହ ଶହ ବର୍ଷ ଧରି ଭାରତ ନିଜର ମାତୃଭୂମି, ସଂସ୍କୃତି ଏବଂ ସ୍ୱାଧୀନତା ପାଇଁ ସଂଘର୍ଷ କରିଛି। ପରାଧୀନତାର କଷ୍ଟ, ସ୍ୱାଧୀନତାର ମୋହ ଏହି ଦେଶ ଶହ ଶହ ବର୍ଷ ଧରି ଛାଡ଼ି ପାରିନାହିଁ। ଜୟ ପରାଜୟ ଲାଗି ରହିଥିଲା, କିନ୍ତୁ ମନ ମନ୍ଦିରରେ ରହିଥିବା ସ୍ୱାଧୀନତାର ଆକାଂକ୍ଷାକୁ କେବେ ହେଲେ ସମାପ୍ତ ହେବାକୁ ଦେଇନାହିଁ। ଆଜି ଏହି ଶହ ଶହ ବର୍ଷର ସଂଘର୍ଷର ପୁରୋଧାମାନଙ୍କୁ ପ୍ରଣାମ କରିବାର ସମୟ ଆସିଛି ଏବଂ ସେମାନେ ଏହି ପ୍ରଣାମର ଅଧିକାରୀ। କରୋନା ବିଶ୍ୱବ୍ୟାପୀ ମହାମାରୀ। ଏହି ମହାମାରୀରେ ଆମର ଚିକିତ୍ସକମାନେ, ଡାକ୍ତରୀ ଛାତ୍ର, ସେବିକା, ପାରାମେଡିକାଲ ଷ୍ଟାଫ୍, ଆମର ସଫେଇ କର୍ମୀ କିମ୍ବା ଟିକା ପ୍ରସ୍ତୁତ କରିବାରେ ଲାଗିଥିବା ଆମର ବୈଜ୍ଞାନିକମାନେ ହୋଇଥାନ୍ତୁ, ସେବା ଭାବନା ସହ ଯୋଡ଼ି ହୋଇଥିବା କୋଟି କୋଟି ଦେଶବାସୀ ହୁଅନ୍ତୁ, ଯେଉଁମାନେ ଏହି କରୋନା ସମୟରେ ତାଙ୍କ ଜୀବନର ପ୍ରତିଟି କ୍ଷଣକୁ ଜନସେବାରେ ନିୟୋଜିତ କରିଛନ୍ତି, ସେମାନେ ସମସ୍ତେ ମଧ୍ୟ ପ୍ରଣାମର ଅଧିକାରୀ। ଆଜି ମଧ୍ୟ ଦେଶର ଅନେକ କ୍ଷେତ୍ର ବନ୍ୟା, ଭୂସ୍ଖଳନ ଆଦି ଦ୍ୱାରା ପ୍ରଭାବିତ। ଏହାଛଡ଼ା ଆହୁରି କେତେ କେତେ ପୀଡ଼ାଦାୟକ ଖବର ଆସିବାରେ ଲାଗିଥାଏ। ଏଭଳି ସମୟରେ କେନ୍ଦ୍ର ସରକାର ହୁଅନ୍ତୁ ଅଥବା ରାଜ୍ୟ ସରକାର ହୁଅନ୍ତୁ, ସବୁବେଳେ ସେମାନଙ୍କ ପାଖରେ ଦୃଢ଼ ଭାବେ ଛିଡ଼ା ହୋଇଛି। ଆଜି ଏହି ଆୟୋଜନରେ ଅଲିମ୍ପିକ୍ କ୍ରୀଡ଼ାରେ ଭାରତର ନାମକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତ୍ମାନେ ଆମ ଗହଣରେ ଉପସ୍ଥିତ। ମୁଁ ଆଜି ଦେଶବାସୀଙ୍କୁ, ଏଠାରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ, ଦେଶର କୋଣ ଅନୁକୋଣରେ ଥିବା ଲୋକଙ୍କୁ ଆମର ଏହି କ୍ରୀଡ଼ାବିତ୍ମାନଙ୍କୁ କରତାଳି ଦେଇ ସମ୍ମାନିତ କରନ୍ତୁ। ଭାରତରେ କ୍ରୀଡ଼ାର ସମ୍ମାନ, ଭାରତର ଯୁବପିଢ଼ିର ସମ୍ମାନ, ଭାରତର ଗୌରବ ବୃଦ୍ଧି କରିଥିବା ଯୁବଗୋଷ୍ଠୀଙ୍କ ସମ୍ମାନ, ଦେଶର କୋଟି କୋଟି ଲୋକ ଆଜି କରତାଳି ସହ ଆମର ଏହି ଯୁବବନ୍ଧୁମାନଙ୍କୁ ସମ୍ମାନିତ କରୁଛନ୍ତି। ଆଥଲେଟିକ୍ସକୁ ନେଇ ଆମେ ବିଶେଷ ଭାବେ ଗର୍ବ ଅନୁଭବ କରିପାରିବା। ସେମାନେ କେବଳ ଆମ ହୃଦୟ ଜିଣି ନାହାନ୍ତି, ବରଂ ଦେଶର ଭାବି ପିଢ଼ିଙ୍କୁ ପ୍ରେରଣା ଦେବାର ଗୋଟିଏ ମହାନ କାମ କରିଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ଆମେ ସ୍ୱାଧୀନତାର ଉତ୍ସବ ପାଳନ କରିଥାଉ, କିନ୍ତୁ ବିଭାଜନର ପୀଡ଼ା ଆଜି ମଧ୍ୟ ଭାରତ ପାଇଁ ହୃଦୟ ବିଦାରକ। ଏହା ବିଗତ ଶତାବ୍ଦୀର ସବୁଠାରୁ ବଡ଼ ଯନ୍ତ୍ରଣାଦାୟକ ଘଟଣାଗୁଡ଼ିକ ମଧ୍ୟରେ ଅନ୍ୟତମ। ସ୍ୱାଧୀନତା ପରେ ଏହି ଲୋକମାନଙ୍କୁ ବହୁ ଶୀଘ୍ର ପାଶୋରି ଦିଆଗଲା। ଭାରତ ଗୋଟିଏ ଭାବନାତ୍ମକ ନିଷ୍ପତ୍ତି ଗ୍ରହଣ କରିଛି। ଏଣିକି ପ୍ରତିବର୍ଷ ଅଗଷ୍ଟ 14 ତାରିଖ ଦିନକୁ ବିଭାଜନ ବିଭୀଷିକା ସ୍ମୃତି ଦିବସ ରୂପେ ସ୍ମରଣ କରାଯିବ। ଦେଶ ବିଭାଜନ ସମୟରେ ଯେଉଁ ଲୋକମାନେ ଅମାନବୀୟ ଯନ୍ତ୍ରଣା ଦେଇ ଗତି କଲେ, ଯେଉଁମାନେ ଅତ୍ୟାଚାର ସହିଲେ, ଯେଉଁମାନଙ୍କ ଭାଗ୍ୟରେ ସମ୍ମାନର ସହ ଅନ୍ତିମ ସଂସ୍କାରର ସୁଯୋଗ ମଧ୍ୟ ଜୁଟିଲାନି, ସେମାନେ ମଧ୍ୟ ଆମ ସ୍ମୃତିରେ ଜୀବିତ ରହିବା ନିହାତି ଆବଶ୍ୟକ। 75ତମ ସ୍ୱାଧୀନତା ଦିବସ ଅବସରରେ ବିଭାଜନ ବିଭୀଷିକା ସ୍ମୃତି ଦିବସ ସମ୍ପର୍କରେ ସ୍ଥିର କରାଯିବା ପ୍ରତ୍ୟେକ ଭାରତବାସୀଙ୍କ ତରଫରୁ ସେମାନଙ୍କୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି। ମୋର ପ୍ରିୟ ଦେଶବାସୀଗଣ, ଆମ ଦେଶର ପ୍ରଗତି ପଥରେ ଏବଂ ସାରା ବିଶ୍ୱରେ ସମଗ୍ର ମାନବଜାତି ସମ୍ମୁଖରେ କରୋନାର ଏହି ସମୟ ଏକ ବଡ଼ ଆହ୍ୱାନ ରୂପେ ଦେଖାଦେଇଛି। ଭାରତବାସୀ ବହୁ ସଂଯମ, ବହୁ ଧୈର୍ଯ୍ୟ ସହ ଏହା ବିରୁଦ୍ଧରେ ଲଢ଼ିଛନ୍ତି। ଏହି ସଂଗ୍ରାମରେ ଆମ ସମ୍ମୁଖରେ ଅନେକ ଆହ୍ୱାନ ଥିଲା, କିନ୍ତୁ ପ୍ରତି କ୍ଷେତ୍ରରେ ଆମେ ଆମର ଦେଶବାସୀମାନେ ଅସାଧାରଣ ଗତିରେ କାର୍ଯ୍ୟ କରିଛନ୍ତି। ଆମର ବୈଜ୍ଞାନିକ, ଆମର ଉଦ୍ୟୋଗୀମାନଙ୍କ ପରିଶ୍ରମର ହିଁ ଏହା ପରିଣାମ ଯେ ଭାରତକୁ ଆଜି ଟିକା ପାଇଁ କୌଣସି ଅନ୍ୟ ଦେଶ ଉପରେ ନିର୍ଭର କରିବାର ଆବଶ୍ୟକତା ନାହିଁ। କ୍ଷଣକ ପାଇଁ ଆପଣ କଳ୍ପନା କରନ୍ତୁ, ଭାରତ ପାଖରେ ଯଦି ନିଜସ୍ୱ ଟିକା ନଥାନ୍ତା, ତାହେଲେ ପରିଣତି କ'ଣ ହୋଇଥାନ୍ତା। ପୋଲିଓ ଟିକା ପାଇବା ପାଇଁ ଭାରତକୁ ବର୍ଷ ବର୍ଷ ଧରି ସମୟ ଲାଗିଯାଇଥିଲା। ଏତେ ବଡ଼ ସଙ୍କଟ ସମୟରେ ଯେତେବେଳେ ସାରା ବିଶ୍ୱ ମହାମାରୀ ସଙ୍କଟ ଦେଇ ଗତି କରୁଥିବ, ସେହିଭଳି ସମୟରେ ଆମକୁ ଟିକା କେମିତି ବା ମିଳିଥାନ୍ତା।
ଭାରତକୁ ମିଳିଥାନ୍ତା କି ନାହିଁ କିମ୍ବା ଯଦି ମିଳିଥାନ୍ତା କେବେ ମିଳିଥାନ୍ତା, କିନ୍ତୁ ଆଜି ଗର୍ବର ସହିତ କହିପାରିବା ଯେ ବିଶ୍ୱର ବଡ଼ ଟିକାକରଣ ଅଭିଯାନ ଆମ ଦେଶରେ ଚାଲିଛି। 54 କୋଟିରୁ ଅଧିକ ଲୋକ ଟିକା ଗ୍ରହଣ କରିସାରିଛନ୍ତି। କୋ-ୱିନ୍ ଭଳି ଅନଲାଇନ୍ ବ୍ୟବସ୍ଥା, ଡିଜିଟାଲ ସାର୍ଟିଫିକେଟ୍ ଦେବାର ବ୍ୟବସ୍ଥା ଆଜି ବିଶ୍ୱବାସୀଙ୍କୁ ଆକର୍ଷିତ କରିଛି। ମହାମାରୀ ସମୟରେ ଭାରତ ଯେଉଁଭଳି ଭାବରେ 80 କୋଟି ଲୋକଙ୍କୁ ମାସ ମାସ ଧରି ନିରନ୍ତର ଭାବେ ମାଗଣା ଖାଦ୍ୟଶସ୍ୟ ପ୍ରଦାନ କରି ସେମାନଙ୍କ ମୁହଁରେ ଆହାର ଯୋଗାଇଛି, ଏହା ସାରା ବିଶ୍ୱ ପାଇଁ ଆଶ୍ଚର୍ଯ୍ୟ ଏବଂ ଆଲୋଚନାର ବିଷୟ ପାଲଟିଛି। एकथा ठीक जे अन्य देशगुड़िक तुलन में भारत में कम लोक संक्रमित होती। एकथा मध्य सत्य जे विश्वर अन्य देशर जनसंख्या तुलन में भारत में आम अधिकरू अधिक संख्यार आम नागरिकों जीवन रक्षा करूँ, किंतु यह आमपाई आत्मसंतुष्ट हो बसबार समय नुहे। आमपाई कौन से आह्वान नथिला एकथा कहवा आम भविष्यर प्रगतिर पथरोध करने भली चिंताधारा हेब। विश्वर अन्य समृद्ध देश मान तुलन में आमर संबल सीमित। विश्वर समृद्ध देश मान पाखरे जहाँ अच्छी ताहा आम पाखरे नाही, किंतु एही समस्त प्रचेष्टा सत्वे आमर जनसंख्या मध्य बहु अधिक, आम जीवनशैली मध्य टिके भिन्न। मिलित उद्यम सत्वे अनेक लोकों जीवन रक्षा आम करिपारिलु नाही। केते केते शिशु माने सेमानक पितामाता को हराइले, सेमानक स्नेह करुथुबा, सेमानक सबु अळी अझट को पूरण करुथुबा प्रिय लोकटी सेमानक पाखरु चलीगला। एही असह्य पीड़ा आगकु मध्य आम सहित रहिबो। मोर प्रिय देशवासीगण, प्रत्येक देशर विकास यात्रा एभली गोटे समय आसे जितेबाला देश निजक नूतन भाव परिभाषित करिथाए, नूतन संकल्प सह अग्रसर होता है। भारतर विकास यात्रा मध्य आज से ही समय उपनीत। 75 वर्षर समय को आम केवल गोटे उत्सव जाए सीमित रखा ना। नूतन संकल्प को आमको आधार भाव ग्रहण करने को हेब, नुआ संकल्प धरी आगेबा को हेब। एठारु आरंभ करी आगामी 25 वर्ष पर्यंत यात्रा जेतेबेले आमे स्वाधीनतार शताब्दी पालन करिबु, नूतन भारत सृजनर यह अमृत समय। एही समय मध्यरे आमर संकल्प गुड़िकर सिद्धि आमको गौरवपूर्ण भाव में स्वाधीनतार शताब्दी वर्ष पर्यंत नहीं जीव। भारत एवं भारतर जनसाधारण समृद्धिर शिखर को स्पर्श करिवार एही अमृत समयर लक्ष्य। एक एभली भारतर निर्माण जोटी उपलब्ध सुविधार स्तर गाँ एवं सहर मध्य विभेद सृष्टिकारी होई नथिबो। एक एभली भारतर निर्माण जोटी नागरिकों जीवन में सरकार अजथा हस्तक्षेप नथिबो। एक एभली भारतर निर्माण जोटी विश्वर सबु प्रकार आधुनिक भित्तिभूमि उपलब्ध थिबो। आमे काहाठारु मध्य पछरे नथिबा एभली भारतर निर्माण हेउछि एही अमृत समयर लक्ष्य। यह ही कोटि कोटि देशवासी संकल्प, किंतु संकल्प से जाए असंपूर्ण हो रही जाए जितेबाला जाए संकल्प सह परिश्रम एवं पराकाष्ठा नथिबो। तेणु आमको आमर समस्त संकल्प को परिश्रम एवं पराक्रमर पराकाष्ठा द्वारा संपूर्ण करने को पड़िबो। एही स्वप्न एही संकल्पर आमर सीमा बाहर मध्य सुरक्षित एवं समृद्ध विश्व पई मध्य प्रभावशाली अवदान रहिबो। अमृत समय अवधि होउछि 25 वर्ष, किंतु आमको आमर लक्ष्य प्राप्ति पई एते दीर्घ समय अपेक्षा करिवार नाही। एबेठारु आमको एही कामरे लागि पड़िबाको हेबो। नष्ट करिबा पई आम हातरे क्षणकर मध्य समय नाही। एहा ही समय, उचित समय। आम देश को बदलाइबाको हेबो एवं जणे नागरिक हिसाब रे आमको निजको मध्य बदलाइबाको हेबो। बदलुथुबा जुगर अनुकूल होई निजको सेथिरे अभ्यस्त करिबाको हेबो। सबका साथ, सबका विकास, सबका विश्वास, यही श्रद्धार सह आमे समस्ते लागि पड़िछु। किंतु आज लालकिलार प्राचीर उपरु मु आह्वान करुछि जे सबका साथ, सबका विकास, सबका विश्वास एवं सबका प्रयास आमर लक्ष्य प्राप्ति पई बहु गुरुत्वपूर्ण। विगत 7 वर्ष आरंभ होइतिबा अनेक योजनार लाभ कोटि कोटि गरीबों निकट को पहुंची पारिछि। उज्ज्वला ठारू आरंभ करी आयुष्मान भारतर शक्ति सह आज देशर प्रत्येक गरीब लोक परिचित। आज सरकारी योजना गुड़िकर गति वृद्धि पाइछि। यह निर्धारित लक्ष्य पूरण करुछि। पूर्व तुलन में आम द्रुत गतिर उन्नति कर चलीछु, किंतु कथा एतिक सरी जाऊ नाही। एथर आमको पूर्णता जाए पहुंचबार अछि। 100% गाँव में सड़क पथ निर्माण, 100% परिवार बैंक खाता रहू, 100% हिताधिकारी आयुष्मान भारत कार्ड रहू, 100% योग्य व्यक्ति को उज्ज्वला योजना एवं गैस कनेक्शन मिलू। सरकार बीमा योजना हो, पेंशन योजना हो, आवास योजना हो, प्रत्येक व्यक्ति को आमको जोड़ाक हेब जो मैंने यार हकदार। 100% लक्ष्य प्राप्तिर इच्छा को नहीं आमको चलवाक हेब। आज जाए एठारे सेही बंधु मान विषय चिंता करा जाए नहीं जो मैंने मिठा दुकान में व्यवसाय करती, रेल धारणा कड़े बसी फुटपाथ रे बसी जिनिस बिक्री करती किंबा ठेला गाड़ी रे व्यवसाय करुछंती। एही बंधु मान स्वनिधि योजना जरिया बैंकिंग व्यवस्था सहित जोड़ा जाउछि।
ଆମେ ଯେଉଁଭଳି ଭାବରେ 100% ଘରକୁ ବିଜୁଳି ପହଞ୍ଚାଇଲୁ, ଯେଉଁଭଳି ଭାବରେ 100% ଘରେ ଶୌଚାଳୟ ନିର୍ମାଣର ବାସ୍ତବିକ ପ୍ରଚେଷ୍ଟା କଲୁ, ଠିକ୍ ସେହିଭଳି ଭାବରେ ଆମକୁ ଏବେ ଯୋଜନାଗୁଡ଼ିକର ପୂର୍ଣ୍ଣତାର ଲକ୍ଷ୍ୟକୁ ନେଇ ଆଗକୁ ବଢ଼ିବାକୁ ହେବ ଏବଂ ଏଥିପାଇଁ ସମୟସୀମାକୁ ଯଥାସମ୍ଭବ କମ୍ ରଖିବାକୁ ପଡ଼ିବ। ମାତ୍ର କିଛି ବର୍ଷ ମଧ୍ୟରେ ଆମକୁ ଆମର ସଂକଳ୍ପଗୁଡ଼ିକୁ ସାକାର କରିବାକୁ ହେବ। ଦେଶ ଆଜି ହର୍ ଘର ଜଲ୍ ମିଶନକୁ ନେଇ ଦ୍ରୁତ ଗତିରେ କାମ କରୁଛି। ଜଳ ଜୀବନ ମିଶନର ମାତ୍ର 2 ବର୍ଷ ମଧ୍ୟରେ 4.5 କୋଟିରୁ ଅଧିକ ପରିବାରକୁ ପାଇପ୍ ଯୋଗେ ପାଣି ମିଳିବା ଆରମ୍ଭ ହୋଇଯାଇଥିବାରୁ ମୁଁ ଆନନ୍ଦ ଅନୁଭବ କରୁଛି। କୋଟି କୋଟି ମା ଭଉଣୀଙ୍କ ଆଶୀର୍ବାଦ ହିଁ ଆମର ପୁଞ୍ଜି। 100% ଲକ୍ଷ୍ୟର ସବୁଠାରୁ ବଡ଼ ଲାଭ ହେଲା ଯେ କେହି ହେଲେ ଏହି ସରକାରୀ ଯୋଜନାଗୁଡ଼ିକରୁ ବଞ୍ଚିତ ରହିବେ ନାହିଁ। ସମାଜର ସର୍ବନିମ୍ନ ସ୍ତରରେ ରହିଥିବା ବ୍ୟକ୍ତି ନିକଟକୁ ଲାଭ ପହଞ୍ଚାଇବାର ଲକ୍ଷ୍ୟକୁ ନେଇ ଯେତେବେଳେ ସରକାର ଆଗକୁ ଚାଲେ, ସେତେବେଳେ ସେଠାରେ ନଥାଏ କୌଣସି ଭେଦଭାବ କିମ୍ବା କୌଣସି ଦୁର୍ନୀତିର ସମ୍ଭାବନା। ମୋର ପ୍ରିୟ ଦେଶବାସୀଗଣ, ଦେଶର ପ୍ରତ୍ୟେକ ଗରିବ, ପ୍ରତ୍ୟେକ ବ୍ୟକ୍ତି ଯାଏଁ ପୋଷଣ ପହଞ୍ଚାଇବା ସରକାରଙ୍କର ପ୍ରାଥମିକତା। ଗରିବ ମହିଳା, ଗରିବ ଶିଶୁଙ୍କ ମଧ୍ୟରେ ଅପପୁଷ୍ଟି ଏବଂ ଆବଶ୍ୟକ ପୁଷ୍ଟିକର ପଦାର୍ଥର ଅଭାବ ସେମାନଙ୍କ ବିକାଶରେ ସବୁଠାରୁ ବଡ଼ ବାଧା ସୃଷ୍ଟି କରିଥାଏ। ଏହାକୁ ଦୃଷ୍ଟିରେ ରଖି ଏକଥା ସ୍ଥିର କରାଯାଇଛି ଯେ ସରକାର ନିଜର ଭିନ୍ନ ଭିନ୍ନ ଯୋଜନା ମାଧ୍ୟମରେ ଯେଉଁ ଚାଉଳ ଗରିବ ଲୋକଙ୍କୁ ପ୍ରଦାନ କରୁଛି, ତାହାକୁ ପୋଷଣଯୁକ୍ତ କରାଯିବ। ଗରିବମାନଙ୍କୁ ପୋଷଣଯୁକ୍ତ ଚାଉଳ ଦିଆଯିବ। ରାସନ ଦୋକାନରେ ମିଳୁଥିବା ଚାଉଳ ହେଉ, ମିଡ୍ ଡେ ମିଲ୍ରେ ପିଲାମାନଙ୍କୁ ମିଳୁଥିବା ଭାତ ହେଉ, 2024 ପର୍ଯ୍ୟନ୍ତ ପ୍ରତ୍ୟେକ ଯୋଜନା ମାଧ୍ୟମରେ ମିଳିବାକୁ ଥିବା ଚାଉଳକୁ ପୋଷଣଯୁକ୍ତ କରାଯିବ। ମୋର ପ୍ରିୟ ଦେଶବାସୀଗଣ, ଆଜି ଦେଶର ପ୍ରତ୍ୟେକ ଗରିବ ଲୋକ ପର୍ଯ୍ୟନ୍ତ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ପହଞ୍ଚାଇବାର ଅଭିଯାନ ମଧ୍ୟ ଦ୍ରୁତ ଗତିରେ ଚାଲିଛି। ଏଥିପାଇଁ ଭେଷଜ ଶିକ୍ଷାରେ ଆବଶ୍ୟକ ଥିବା ବଡ଼ ବଡ଼ ପରିବର୍ତ୍ତନ ମଧ୍ୟ କରାଯାଇଛି। ପ୍ରତିଷେଧକମୂଳକ ସ୍ୱାସ୍ଥ୍ୟସେବା ଉପରେ ମଧ୍ୟ ସେତିକି ଧ୍ୟାନ ଦିଆଯାଇଛି। ଏହା ସଙ୍ଗେ ସଙ୍ଗେ ଦେଶରେ ମେଡିକାଲ ସିଟ୍ ସଂଖ୍ୟା ମଧ୍ୟ ବହୁ ମାତ୍ରାରେ ବୃଦ୍ଧି କରାଯାଇଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଦେଶର ପ୍ରତ୍ୟେକ ଗ୍ରାମ ପର୍ଯ୍ୟନ୍ତ ଉନ୍ନତମାନର ସ୍ୱାସ୍ଥ୍ୟସେବା ପହଞ୍ଚାଇ ଦିଆଯାଇଛି। ଜନଔଷଧି ଯୋଜନା ମାଧ୍ୟମରେ ଗରିବଙ୍କୁ, ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ କମ୍ ଦରରେ ଏବଂ ସୁବିଧାରେ ଔଷଧ ଉପଲବ୍ଧ କରାଇ ଦିଆଯାଉଛି। ଏଯାବତ୍ 75,000ରୁ ଅଧିକ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ନିର୍ମାଣ କରାଯାଇ ସାରିଛି। ଏବେ ବ୍ଲକ ସ୍ତରରେ ଭଲ ଚିକିତ୍ସାଳୟ ଏବଂ ଅତ୍ୟାଧୁନିକ ପରୀକ୍ଷାଗାରର ନେଟୱାର୍କ ଉପରେ ବିଶେଷ ଭାବେ କାର୍ଯ୍ୟ କରାଯାଉଛି। ଖୁବ୍ ଶୀଘ୍ର ଦେଶର ହଜାର ହଜାର ଡାକ୍ତରଖାନାଗୁଡ଼ିକରେ ସେମାନଙ୍କର ନିଜସ୍ୱ ଅକ୍ସିଜେନ୍ ପ୍ଲାଣ୍ଟ ମଧ୍ୟ ରହିଥିବ। ମୋର ପ୍ରିୟ ଦେଶବାସୀଗଣ, ଏକବିଂଶ ଶତାବ୍ଦୀରେ ଭାରତକୁ ଉନ୍ନତିର ନୂତନ ଶିଖର ପହଞ୍ଚାଇବା ପାଇଁ ଭାରତର କ୍ଷମତାର ଉଚିତ ବ୍ୟବହାର, ସମ୍ପୂର୍ଣ୍ଣ ବ୍ୟବହାର କରାଯିବା ଆଜିର ଆବଶ୍ୟକତା। ଏଥିପାଇଁ ପଛରେ ପଡ଼ି ରହିଥିବା ଶ୍ରେଣୀ କ୍ଷେତ୍ରଗୁଡ଼ିକୁ ସଶକ୍ତ କରିବାକୁ ହେବ। ମୌଳିକ ଆବଶ୍ୟକତାଗୁଡ଼ିକର ଚିନ୍ତା ସହିତ ଦଳିତ, ପଛୁଆବର୍ଗ, ଆଦିବାସୀ, ସାଧାରଣ ବର୍ଗର ଗରିବଙ୍କ ପାଇଁ ସଂରକ୍ଷଣ ସୁନିଶ୍ଚିତ କରାଯାଉଛି। ନିକଟରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ଓବିସି ବର୍ଗଙ୍କୁ ସଂରକ୍ଷଣ ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସଂସଦର ଆଇନ ପ୍ରଣୟନ କରି ଓବିସି ସହିତ ଜଡ଼ିତ ତାଲିକା ପ୍ରସ୍ତୁତ କରିବାର ଅଧିକାର ରାଜ୍ୟମାନଙ୍କୁ ପ୍ରଦାନ କରାଯାଇଛି। ମୋର ପ୍ରିୟ ଦେଶବାସୀଗଣ, ଆମେ ଏକଥା ସୁନିଶ୍ଚିତ କରିଚାଲିଛୁ ଯେ ସମାଜର ବିକାଶ ଯାତ୍ରାରେ ଯେମିତି କୌଣସି ବ୍ୟକ୍ତି ବଞ୍ଚିତ ନ ରହୁ, କୌଣସି ଶ୍ରେଣୀ ବଞ୍ଚିତ ନ ରହୁ, ସେହିଭଳି ଦେଶର କୌଣସି ଅଞ୍ଚଳ ଏଥିରୁ ବାଦ୍ ନ ପଡ଼ୁ। ବିକାଶ ସର୍ବାଙ୍ଗୀନ ହେବା ଉଚିତ, ସର୍ବସ୍ପର୍ଶୀ ହେବା ଉଚିତ, ସର୍ବସମାବେଶୀ ହେବା ଉଚିତ। ଦେଶର ଏଭଳି କ୍ଷେତ୍ରଗୁଡ଼ିକୁ ଆଗକୁ ଆଣିବା ପାଇଁ ଗତ 7 ବର୍ଷରେ ଯେଉଁ ପ୍ରୟାସ କରାଯାଇଛି, ଏବେ ତାହାକୁ ଆହୁରି ଗତିଶୀଳ କରିବା ଦିଗରେ ଆମେ ଅଗ୍ରସର ହେଉଛୁ। ଆମର ପୂର୍ବ ଭାରତ, ଉତ୍ତର ପୂର୍ବାଞ୍ଚଳ, ଜାମ୍ମୁ କାଶ୍ମୀର, ଲଦାଖ ସହିତ ସମ୍ପୂର୍ଣ୍ଣ ହିମାଳୟ କ୍ଷେତ୍ର ହେଉ, ଆମର ଉପକୂଳବର୍ତ୍ତୀ ଅଞ୍ଚଳ ହେଉ କିମ୍ବା ଆଦିବାସୀ ଅଞ୍ଚଳ ହେଉ, ଏହା ଭବିଷ୍ୟତରେ ଭାରତର ବିକାଶ ଯାତ୍ରାରେ ଏକ ବହୁତ ବଡ଼ ଆଧାର ହେବାକୁ ଯାଉଛି। ଆଜି ଉତ୍ତର ପୂର୍ବାଞ୍ଚଳରେ କନେକ୍ଟିଭିଟିର ନୂତନ ଇତିହାସ ସୃଷ୍ଟି ହୋଇଛି। ଏହି କନେକ୍ଟିଭିଟି ଉଭୟ ହୃଦୟର ଏବଂ ଭିତ୍ତିଭୂମିର। ଖୁବ୍ ଶୀଘ୍ର ଉତ୍ତର ପୂର୍ବାଞ୍ଚଳର ସମସ୍ତ ରାଜ୍ୟଗୁଡ଼ିକର ରାଜଧାନୀକୁ ରେଳ ସେବା ଦ୍ୱାରା ସଂଯୁକ୍ତ କରାଯିବାର କାର୍ଯ୍ୟ ସମ୍ପୂର୍ଣ୍ଣ ହେବାକୁ ଯାଉଛି। ଆକ୍ଟ ଇଷ୍ଟ ପଲିସି ଅଧୀନରେ ଆଜି ଉତ୍ତର ପୂର୍ବାଞ୍ଚଳ ବାଂଲାଦେଶ, ମିଆଁମାର ଏବଂ ଦକ୍ଷିଣ ପୂର୍ବ ଏସିଆ ସହ ମଧ୍ୟ ସଂଯୁକ୍ତ ହେବାକୁ ଯାଉଛି। ବିଗତ ବର୍ଷମାନଙ୍କରେ ଯେଉଁ ପ୍ରୟାସ ହୋଇଛି, ତାହା ଯୋଗୁଁ ଏବେ ଉତ୍ତର ପୂର୍ବାଞ୍ଚଳରେ ସ୍ଥାୟୀ ଶାନ୍ତି ପାଇଁ ଶ୍ରେଷ୍ଠ ଭାରତର ନିର୍ମାଣ ପାଇଁ ଉତ୍ସାହ ଅନେକ ଗୁଣ ବୃଦ୍ଧି ପାଇଛି। ଉତ୍ତର ପୂର୍ବାଞ୍ଚଳରେ ପର୍ଯ୍ୟଟନ, ଦୁଃସାହସିକ କ୍ରୀଡ଼ା, ଜୈବ କୃଷି, ହର୍ବାଲ ଔଷଧ ଏସବୁର ସମ୍ଭାବନା ବହୁମାତ୍ରାରେ ରହିଛି। ଏହି ସମ୍ଭାବନାକୁ ଆମକୁ ପୂର୍ଣ୍ଣ ରୂପ ଦେବାକୁ ପଡ଼ିବ, ଦେଶର ବିକାଶ ଯାତ୍ରାର ଅଂଶ କରିବାକୁ ହେବ ଏବଂ ଏହି କାମକୁ ଆମକୁ ଏହି ଅମୃତ ସମୟର କିଛି ଦଶନ୍ଧି ମଧ୍ୟରେ ହିଁ ସମ୍ପୂର୍ଣ୍ଣ କରିବାକୁ ହେବ। ସମସ୍ତଙ୍କ କ୍ଷମତାକୁ ଯୋଗ୍ୟ ସୁଯୋଗ ପ୍ରଦାନ କରିବା ହିଁ ଗଣତନ୍ତ୍ରର ପ୍ରକୃତ ଭାବନା। ଜାମ୍ମୁ ହେଉ କି କାଶ୍ମୀର, ବିକାଶର ସନ୍ତୁଳନ ଏବେ ବାସ୍ତବ ରୂପ ନେଇଛି। ଜାମ୍ମୁ କାଶ୍ମୀରରେ ହିଁ
डिलिमिटेशन कमिशन गठित हो सारी और भविष्य में विधानसभा निर्वाचन पर मध्य प्रस्तुति चली लद्दाखर विकास एठारे रहुतबा असीम संभावना दिग को आगे चली एक पक्षरे लद्दाख आधुनिक भित्तिभूमिर निर्माण होउथबा देखुछि अन्य पक्षरे सिंधु सेंट्रल यूनिवर्सिटी लद्दाख को उच्च शिक्षार एक केन्द्र भाव परिणत करने जाउछि एकविंश शताब्दीर एही दशंधि रे भारत नील अर्थनीति दिगरे निजर प्रचेष्टा को आहुरी गतिशील करिवो आमको आक्वाकल्चर सहित सी वीड चाषरे जो नुआ संभावना सृष्टि होइछि तार संपूर्ण लाभ उठाइबाको हेबो गभीर महासागर अभियान सागरर असीम संभावना को खोजिबार आमर महत्वाकांक्षार परिणाम समुद्र गर्भर जो खनिज संपद लुचि रही जो तापज शक्ति समुद्र जल मध्य रही देशर विकास को नूतन शिखर को नहीं जाइपारे देशर जो जिलागुड़िक यह चिंता करा सेगुड़िक पछरे पड़ी रही आमे सेमानंक आकांक्षा को मध्य उजागर करुछु देश में 110 रु अधिक आकांक्षी जिले में शिक्षा स्वास्थ्य पोषण सड़कपथ रोजगार सह संपर्कित योजनागुड़ी प्राथमिकता दि जाउछि एगुड़िक मध्यरु अनेक जिला आमर आदिवासी अध्युषित अंचल रही आमे एही सब जिला मानक मध्यरे विकास एक सुस्थ प्रतियोगितार उत्साह सृष्टि करुछु एही आकांक्षी जिलागुड़िक भारतर अन्यान्य जिला सह समकक्ष हुअन्तु सेही दिगरे द्रुत प्रतियोगिता चलिछि मोर प्रिय देशवासीगण आर्थिक जगत में पुंजीवाद एवं समाजवाद संपर्कर अनेक आलोचना होता है किंतु भारत सहयोगवाद उपर मध्य गुरुत्व देता है सहयोगवाद आम परंपरा आम संस्कृतिर अनुकूल मध्य अटे सहयोगवाद जो जनसाधारण सामूहिक शक्ति अर्थनीतिर चालक शक्तिर रूप निए ताहा देशर तृणमूल स्तर अर्थनीति पर गुरुत्वपूर्ण समवाय व्यवस्था केवल आईन कानून रे छंदी होइथिबा एक व्यवस्था नुहे बरं समवाय व्यवस्था हेउछि एक उत्साह समवाय व्यवस्था एक संस्कृति एकाठी चलिबार एक मनोवृत्ति यार सशक्तिकरण हेउ सेथिपई आमे स्वतंत्र मंत्रालय सृष्टि करी एही दिगरे पदक्षेप ग्रहण करिछु एवं राज्यमानक मध्यरे जो समवाय क्षेत्र रहिछि सेगुडिको अधिकरु अधिक शक्तिशाली करिबा पई आमे एही पदक्षेप ग्रहण करिछु मोर प्रिय देशवासीगण एही दशंधि रे आमको गाँ मानकरे नूतन अर्थनीति सृष्टि करिबा पई संपूर्ण शक्ति विनियोग करिबाको पड़िबो आज आमे आम गाँ गुडी को द्रुत गति रे परिवर्तित हेउथबा लक्ष्य करूछु विगत किछि वर्ष गाँ मानक जाय सड़क पथ एवं बिजुली सुविधा उपलब्ध कराइबा पई उद्दिष्ट थिला एही कार्यक्रम को आमे संपूर्ण कलु किंतु एबे एही गाँ गुडी को ऑप्टिकल फाइबर नेटवर्क डाटार शक्ति पहुंचुछि इंटरनेट पहुंचुछि गाँ रे मध्य डिजिटल एंटरप्रेन्योर सृष्टि हेबार लागिछंती गाँव में जो स्वयं सहायक गोष्ठी सह जड़ित 8 कोटी अधिक भौणी अछंती सेमाने एकरु बळी आरेक जिनिस तैयारी करुछंती आज जेतेबेले देश भोकाल फॉर लोकल मंत्र सहित आगको बढ़ुछि सेतेबेले डिजिटल प्लाटफॉर्म महिला स्वयं सहायक गोष्ठी उत्पाद को देशर दूर दूरांत क्षेत्र और विदेश लोक सहित जोड़ुछि एहार परिणाम बेस सुदूर प्रसारी हेब कोरोना समय देश वैषयिक ज्ञानर शक्ति आम वैज्ञानिक मानक सामर्थ्य एवं सेमानंकर अंगीकारबद्धता को देखि देशर प्रत्येक क्षेत्र में आम वैज्ञानिक माने बेस प्रशंसनीय कार्य करुछंती एबे आम कृषि क्षेत्र में वैज्ञानिक विचार बुद्धि एवं ज्ञानकौशल प्रयोगर समय आसीछि ए क्षेत्र में अधिक समय अपेक्षा करबाको हेबो नाही एहार पूरा लाभ आमको उठाइबाको पड़िबो एहा द्वारा देशर खाद्य सुरक्षा सुनिश्चित हेबा सहित फल पनिपरिबा एवं खाद्यशस्य उत्पादन बढ़िबो एही प्रयास आमको विश्व बाजार में प्रवेश पई सहायक हेबो एही उद्यम रे आमको कृषि क्षेत्र में आउ एक बड़ आह्वान प्रति ध्यान देवाक पड़िबो ताहा हेला आम चाषींक पाखरे थिबा स्वल्प परिमाणर चाष जमी ग्रामांचलर अधिकांश चाषींक पाखरे चाष जमी परिमाण बहुत कम लोकसंख्या बढ़िबा फल परिवार बढ़ुछि जमी क्रमश भाग भाग होई टुकुरा टुकुरा होई जाउछि एहा ही आम कृषि क्षेत्रर सबुठु बड़ समस्या देश में एभली 80% रु अधिक चाषी अछंती जो मानक पाखरे 2 हेक्टर कम जमी रहिछि एहार अर्थ सेमाने समस्त क्षुद्र चाषी प्रथमे ए क्षेत्र में देश में जो नीति प्रस्तुत होइतिला सेथिरे एही क्षुद्र चाषी स्वार्थ प्रति आवश्यक ध्यान दिया जाई नथिला एबे एही वर्गर चाषी स्वार्थ को दृष्टि रखी कृषि संस्कार करा जाउछि फसल बीमा योजना रे सुधार एमएसपी को 2 गुण करिबा किसान क्रेडिट कार्ड प्रवर्तन स्वल्प सुधरे कृषि ऋण जोगाण किसान उत्पादक संगठन गठन सौरशक्ति द्वारा कृषि क्षेत्र को जल जोगाण पन्यागार निर्माण भली सरकार जो महत्वपूर्ण कार्य करिसंती से सब चाषी कल्याण पाई प्रत्येक छोट चाषी छोट मोट खर्च प्रति ध्यान रखी पीएम किसान सम्मान निधि योजना कार्यकारी करा जाइछि 10 कोटी अधिक चाषी परिवार बैंक खाते एपर्यंत एही योजना रे 1.5 लाख कोटी अधिक अर्थ सीधासलख जमा करा जाइछि छोट चाषी स्वार्थ एबे आमर मंत्र एवं संकल्प पलटिछि एही मंत्र हेला छोट किसान बने देश किसान छोट किसान बने देश किसान एहा ही आमर स्वप्न
आगामी वर्षଗୁଡ଼ିକରେ ଦେଶର ଛୋଟ ଛୋଟ ଚାଷୀଙ୍କ ସାମୂହିକ ଶକ୍ତିକୁ ଆହୁରି ବଢ଼ାଇବାକୁ ପଡ଼ିବ। ନୂଆ ସୁବିଧା ସୁଯୋଗ ସେମାନଙ୍କୁ ଦେବାକୁ ପଡ଼ିବ। ଏବେ ଦେଶର 70ରୁ ଅଧିକ ରେଳପଥରେ କିଷାନ ରେଲ ଚଳାଚଳ କରୁଛି। କିଷାନ ରେଲ ଛୋଟ ଚାଷୀଙ୍କ ନିଜସ୍ୱ ଉତ୍ପାଦକୁ କମ୍ ମୂଲ୍ୟ ଏବଂ ସ୍ୱଳ୍ପ ପରିବହନ ଖର୍ଚ୍ଚରେ ଦୂରଦୂରାନ୍ତ ଇଲାକାକୁ ଆଧୁନିକ ସୁବିଧା ସୁଯୋଗ ସହିତ ପହଞ୍ଚାଇ ପାରୁଛି। କମଳା ହେଉ କିମ୍ବା ଲିଚୁ, ବିବିଧ ପ୍ରକାର ଲଙ୍କା, କଳା ଚାଉଳ, ହଳଦୀ ଭଳି ବିଶେଷ ଚାହିଦା ଥିବା ଉତ୍ପାଦିତ ସାମଗ୍ରୀକୁ ଚାଷୀମାନେ କିଷାନ ରେଲ ଯୋଗେ ବିଭିନ୍ନ ସ୍ଥାନକୁ ସହଜରେ ପଠାଇ ପାରୁଛନ୍ତି। ଭାରତରେ ଉତ୍ପାଦିତ ସାମଗ୍ରୀର ସ୍ୱାଦ ଏବଂ ସୁରଭି ଯେତେବେଳେ ବିଦେଶରେ ପହଞ୍ଚିଛି, ସେତେବେଳେ ଏହା ଆମ ପାଇଁ ଗର୍ବ ଏବଂ ଗୌରବର ବିଷୟ। ଭାରତର କ୍ଷେତ୍ରରେ ଫଳୁଥିବା ପନିପରିବା ଏବଂ ଖାଦ୍ୟଶସ୍ୟ ସାରା ଦୁନିଆର ସ୍ୱାଦ ପାଲଟିଛି। ମୋର ପ୍ରିୟ ଦେଶବାସୀ, ଏବେ ଗାଁ ଗହଳିର ସାମର୍ଥ୍ୟକୁ କିପରି ତିଆରି କରାଯାଉଛି, ତାହାର ଏକ ଉଦାହରଣ ହେଲା ସ୍ୱାମିତ୍ୱ ଯୋଜନା। ଆମେ ସବୁ ଜାଣୁ ଗ୍ରାମାଞ୍ଚଳରେ ଜମିର କିସମର ସ୍ଥିତି କ'ଣ। ଜମି ଥାଇ ମଧ୍ୟ ଏହା ଉପରେ ଭୂମି ମାଲିକକୁ ବ୍ୟାଙ୍କର ଋଣ ମିଳେ ନାହିଁ। କମ୍ ଜମି ଏଥିରେ ଏକ ବଡ଼ ପ୍ରତିବନ୍ଧକ। ଏହାର ପ୍ରମୁଖ କାରଣ ହେଲା ଜମିର ମାଲିକାନା ଓ ସତ୍ତ୍ୱ ନେଇ ବହୁଦିନ ଧରି କିଛି କାମ ହୋଇନାହିଁ। ଫଳରେ ପୂର୍ବ ପିଢ଼ିଙ୍କ ନାଁରେ ମାଲିକାନା ରହିଛି। ପରବର୍ତ୍ତୀ ବଂଶଧରମାନେ ଜମି ବାଣ୍ଟ କରି ଭୋଗ ଦଖଲ କରୁଥିଲେ ମଧ୍ୟ ସେମାନଙ୍କ ନାଁରେ ସତ୍ତ୍ୱର ରେକର୍ଡ ନାହିଁ। ଏବେ ସମସ୍ୟାକୁ ଦୂର କରିବା ପାଇଁ ବାସ୍ତବ ମାଲିକଙ୍କ ନାଁରେ ମାଲିକାନା ସତ୍ତ୍ୱ ଦେବାର ବ୍ୟବସ୍ଥା କରାଯାଇଛି। ଏହାଫଳରେ ଜମି ବିବାଦର ଅବସାନ ଘଟିବ, ଲୋକେ ସତ୍ତ୍ୱାଧିକାର ପାଇବେ, ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ଏବଂ ଏକ ନୂଆ ଭାରତ ଗଠନ ଦିଗରେ ଏହା ସହାୟକ ହେବ। ମୋର ପ୍ରିୟ ଦେଶବାସୀ, ସ୍ୱାମୀ ବିବେକାନନ୍ଦ ଭାରତର ଭବିଷ୍ୟତ ସମ୍ପର୍କରେ କହିବା ବେଳେ ତାଙ୍କୁ ଦେଶର ଭବ୍ୟତା ଦେଖାଯାଇଥିଲା। ସେଥିପାଇଁ ସେ କହିଥିଲେ, ଯେତେ ଦୂର ସମ୍ଭବ ଅତୀତକୁ ଦେଖ ଏବଂ ତଦନୁସାରେ ଭବିଷ୍ୟତ ଆଡ଼କୁ ଅଗ୍ରସର ହୁଅ। ପଛରେ ଯେଉଁ ଚିରନ୍ତନ ଝରଣା ପ୍ରବାହିତ ହୋଇଛି, ତାହାର ଜଳକୁ ଆକଣ୍ଠ ପାନ କରନ୍ତୁ ଏବଂ ଏହାପରେ ଆଗକୁ ଦେଖନ୍ତୁ। ଏଥିରୁ ସ୍ୱାମୀ ବିବେକାନନ୍ଦଜୀଙ୍କ ବିଶେଷତ୍ୱ ଦେଖିପାରିବେ। ଏହି ବିଚାରରେ ଆମକୁ ଆଗକୁ ବଢ଼ିବାକୁ ହେବ, ଭାରତକୁ ଆଗକୁ ବଢ଼ାଇବାକୁ ପଡ଼ିବ। ପୂର୍ବାପେକ୍ଷା ଦେଶକୁ ଅଧିକ ଉଜ୍ଜ୍ୱଳ, ମହାନ ଏବଂ ଶ୍ରେଷ୍ଠ ଭାବେ ଗଢ଼ି ତୋଳିବାକୁ ହେବ। ସ୍ୱାଧୀନତା ଏହି 75 ବର୍ଷରେ ଆମର ଦାୟିତ୍ୱ ହେଲା, ଏବେ ଆମେ ଦେଶର ଅସୀମ ସାମର୍ଥ୍ୟ ଉପରେ ବିଶ୍ୱାସ ରଖି ଆଗକୁ ବଢ଼ିବା। ଆମକୁ ମିଳିତ ଭାବେ କାମ କରିବାକୁ ହେବ। ନୂଆ ପିଢ଼ିର ଭିତ୍ତିଭୂମି ନିର୍ମାଣ କରିବାକୁ ପଡ଼ିବ। ବିନିର୍ମାଣ କ୍ଷେତ୍ରରେ ଆମକୁ ବିଶ୍ୱସ୍ତରୀୟ ମାନ ହାସଲ କରିବାକୁ ସମ୍ମିଳିତ ଉଦ୍ୟମ କରିବାକୁ ହେବ। ଅତ୍ୟାଧୁନିକ ବୈଷୟିକ ଜ୍ଞାନ ହାସଲ କରିବାକୁ ଆମକୁ ମିଳିତ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ନୂଆ ଯୁଗର ପ୍ରଯୁକ୍ତି ଓ ଜ୍ଞାନକୌଶଳ ହାସଲ ପାଇଁ ମଧ୍ୟ ଆମକୁ ସାମୂହିକ ଉଦ୍ୟମ କରିବାକୁ ହେବ। ମୋର ପ୍ରିୟ ଦେଶବାସୀ, ଆଧୁନିକ ବିଶ୍ୱରେ ପ୍ରଗତିର ବୁନିୟାଦ ଆଧୁନିକ ଭିତ୍ତିଭୂମି ଉପରେ ତିଆରି ହୋଇଥାଏ। ଏହା ମଧ୍ୟ ମଧ୍ୟବିତ୍ତ ବର୍ଗଙ୍କ ଆବଶ୍ୟକତା ଏବଂ ଆଶା ଆକାଂକ୍ଷା ପୂରଣ କରିଥାଏ। ଦୁର୍ବଳ ଭିତ୍ତିଭୂମି ଦ୍ୱାରା ବିକାଶର ଗତି ବ୍ୟାହତ ହୋଇଥାଏ। ଏହା ମଧ୍ୟ ସହରୀ ମଧ୍ୟବିତ୍ତଙ୍କର କ୍ଷତି ଘଟାଏ। ମୋର ପ୍ରିୟ ଦେଶବାସୀ, ଏହି କଥାକୁ ହୃଦୟଙ୍ଗମ କରି ଜଳ, ସ୍ଥଳ, ଆକାଶ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଦେଶ ଅସାଧାରଣ ବେଗ ଏବଂ ଆକାରରେ କାମ କରି ଦେଖାଇଛି। ନୂଆ ଜଳପଥର ବିକାଶ ସହିତ ସି ପ୍ଲେନ୍ ମାଧ୍ୟମରେ ନୂଆ ସ୍ଥାନଗୁଡ଼ିକ ସହ ସମ୍ପର୍କ ସ୍ଥାପନ କରାଯାଇପାରିଛି। ଏ କ୍ଷେତ୍ରରେ ଦେଶ ବେଶ୍ ତୀବ୍ର ଗତିରେ କାମ କରୁଛି। ଭାରତୀୟ ରେଳବାଇ ମଧ୍ୟ ଦ୍ରୁତ ଗତିରେ ଆଧୁନିକ ରୂପ ନେଉଛି। ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରିବାର ସଂକଳ୍ପ ନେଇଥିଲା। ଆପଣଙ୍କର ମନେଥିବ ଯେ ଏହି ମହୋତ୍ସବ କ୍ରମାଗତ ଭାବେ 75 ସପ୍ତାହ ପାଳନ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ଏହା ମାର୍ଚ୍ଚ 12ରୁ ଆରମ୍ଭ ହୋଇଛି ଏବଂ 2023 ଅଗଷ୍ଟ 15 ପର୍ଯ୍ୟନ୍ତ ଏହା ଚାଲିବ। ଏହି ମହୋତ୍ସବକୁ ଉତ୍ସାହର ସହିତ ଆମକୁ ଆଗକୁ ବଢ଼ାଇବାକୁ ପଡ଼ିବ। ଏଥିପାଇଁ ଦେଶ ଏକ ବଡ଼ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଆଜାଦୀର ଅମୃତ ମହୋତ୍ସବକୁ 75 ସପ୍ତାହରେ 75ଟି ବନ୍ଦେ ଭାରତ ଟ୍ରେନ୍ ଦେଶର ପ୍ରତ୍ୟେକ କୋଣରୁ ଅନ୍ୟ କୋଣକୁ ଯୋଡ଼ିବ। ଆଜି ଯେଉଁ ଗତିରେ ଦେଶରେ ନୂଆ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ଯେଉଁ ବେଗରେ ଦେଶର ଆଭ୍ୟନ୍ତରୀଣ ଏବଂ ଦୂରଦୂରାନ୍ତ ଅଞ୍ଚଳରେ ଉଡ଼ାଣ ଯୋଜନା କାର୍ଯ୍ୟକାରୀ ହୋଇଛି, ତାହା ଅଭୂତପୂର୍ବ। ଆଜି ଆମେ ଦେଖୁଛୁ, ଉତ୍ତମ ବିମାନ ସଂଯୋଗ ବ୍ୟବସ୍ଥା ଲୋକଙ୍କୁ ଏକ ନୂଆ ଉଡ଼ାଣର ସୁଯୋଗ ଦେଇଛି। ମୋର ପ୍ରିୟ ଦେଶବାସୀ, ଭାରତର ଆଧୁନିକ ଭିତ୍ତିଭୂମି ସହିତ ଏହାର ନିର୍ମାଣରେ ସାମଗ୍ରିକ ଆଭିମୁଖ୍ୟ ଏବଂ ସମନ୍ୱିତ ଦୃଷ୍ଟିକୋଣ ରଖି କାର୍ଯ୍ୟ କରାଯିବାର ଯଥେଷ୍ଟ ଆବଶ୍ୟକତା ରହିଛି। ଆଗାମୀ ଅଳ୍ପ ଦିନ ମଧ୍ୟରେ ଆମେ ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛୁ। ଏହା କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନ ପୂରଣ କରିବ। ଏହି ଯୋଜନାର ଜାତୀୟ ମାଷ୍ଟର ପ୍ଲାନ୍ ଏକ ବହୁତ ବଡ଼ କାର୍ଯ୍ୟକ୍ରମ। ଖୁବ୍ ଶୀଘ୍ର ଏହା କାର୍ଯ୍ୟକାରୀ ହେବ। ଲକ୍ଷ ଲକ୍ଷ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଯୋଜନା ଦ୍ୱାରା ଅଗଣିତ ଯୁବକ ଯୁବତୀ ରୋଜଗାରର ସୁଯୋଗ ପାଇବେ। ଗତିଶକ୍ତି ଆମ ଦେଶ ପାଇଁ ଏକ ଜାତୀୟ ଭିତ୍ତିଭୂମି ମାଷ୍ଟର ପ୍ଲାନ୍ ହେବ, ଯାହା ଆମ ଅର୍ଥନୀତି ଏବଂ ଆମ ଲୋକଶକ୍ତି ପାଇଁ ସହାୟକ ହେବ। ଏହି ଭିତ୍ତିଭୂମି ଯୋଜନାଟି ଏକ ସମନ୍ୱିତ ସାମଗ୍ରିକ ପଥ ବା ପାଥୱେ ଭାବେ କାର୍ଯ୍ୟ କରିବ। ଏଯାଏଁ ଆମେ ଦେଖିଛୁ, ଆମର ପରିବହନ ସାଧନରେ କୌଣସି ତାଳମେଳ ନାହିଁ। ଏ କ୍ଷେତ୍ରରେ ଯେଉଁ ସ୍ଥବିରବାଦୀ ବିଚାର ଏବଂ କାର୍ଯ୍ୟ ରହିଛି, ଗତିଶକ୍ତି ତାହାକୁ ଦୂର କରିବ। ଏହି ଗତିଶକ୍ତି ଯୋଜନାରେ ପରିବହନ ବ୍ୟବସ୍ଥାର ଦ୍ରୁତ ଉନ୍ନତି ଘଟିବ ଏବଂ ବିଭିନ୍ନ ପ୍ରକାର ଜାତୀୟ ମାର୍ଗ ବିକଶିତ ହେବ। ଏହା ଆମର ପରିବହନ ସମୟକୁ ଯଥେଷ୍ଟ ହ୍ରାସ କରିବା
କରିବା ସହିତ ଶିଳ୍ପାଞ୍ଚଳ ଏବଂ ଉଦ୍ୟୋଗ ଜଗତକୁ ଯୋଡ଼ିବ, ଯାହାଫଳରେ ଆମ ଶିଳ୍ପ ଏବଂ ଉତ୍ପାଦନ ଲାଭାନ୍ୱିତ ହୋଇପାରିବ। ଏହି ପାଥୱେ ଆମ ସ୍ଥାନୀୟ ବିନିର୍ମାଣ କ୍ଷେତ୍ରକୁ ବିଶ୍ୱସ୍ତରରେ ପ୍ରତିଦ୍ୱନ୍ଦିତା କରିବାକୁ ସହାୟକ ହେବ। ଏହା ମଧ୍ୟ ଭବିଷ୍ୟତର ଅର୍ଥନୈତିକ ଅଞ୍ଚଳ ନିର୍ମାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ଅମୃତ କାଳର ଏହି ଦଶକରେ ଗତିର ଶକ୍ତି ଭାରତର କାୟାକଳ୍ପର ଆଧାର ହେବ। ମୋର ପ୍ରିୟ ଦେଶବାସୀ, ବିକାଶ ପଥରେ ଅଗ୍ରଗତି କରୁଥିବା ଭାରତକୁ ନିଜର ବିନିର୍ମାଣ ଏବଂ ରପ୍ତାନୀ ଉଭୟକୁ ବଢ଼ାଇବାକୁ ପଡ଼ିବ। ଆପଣମାନେ ଦେଖିଛନ୍ତି, କିଛିଦିନ ପୂର୍ବରୁ ଭାରତ ନିଜର ପ୍ରଥମ ସ୍ୱଦେଶୀ ବିମାନବାହୀ ଜାହାଜ INS ବିକ୍ରାନ୍ତକୁ ସମୁଦ୍ରରେ ପରୀକ୍ଷାମୂଳକ ଭାବେ ଭସାଇଥିଲା। ଭାରତ ମଧ୍ୟ ନିଜର ଲଢ଼ୁଆ ବିମାନ ତିଆରି କରୁଛି। ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି। ଅନ୍ତରୀକ୍ଷରେ ଭାରତର ପରିଚୟ ଜାହିର କରିବା ପାଇଁ ଗଗନଯାନ ନିର୍ମାଣ କାର୍ଯ୍ୟ ମଧ୍ୟ ତିଆରି ହେଉଛି। ଏହି ସ୍ୱଦେଶୀ ବିନିର୍ମାଣ ଆମ ସାମର୍ଥ୍ୟକୁ ପ୍ରଦର୍ଶିତ କରୁଛି। କରୋନା ପରବର୍ତ୍ତୀ ନୂଆ ଅର୍ଥନୈତିକ ପରିସ୍ଥିତିରେ ମେକ୍ ଇନ୍ ଇଣ୍ଡିଆକୁ ସ୍ଥାପିତ କରିବା ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ PLI ଯୋଜନା ଘୋଷଣା କରାଯାଇଛି। ଏହି ଯୋଜନାରେ ପରିବର୍ତ୍ତନ ଅଣାଯାଉଛି। ସେଥିରେ ତାହାର ଉଦାହରଣ ହେଲା ଇଲେକ୍ଟ୍ରୋନିକ୍ସ ମ୍ୟାନୁଫ୍ୟାକ୍ଚରିଂ ସେକ୍ଟର ସମ୍ବନ୍ଧିତ 7 ବର୍ଷ ପୂର୍ବେ ଆମେ ପ୍ରାୟ $8 ବିଲିୟନ ମୂଲ୍ୟର ମୋବାଇଲ ଫୋନ୍ ଆମଦାନୀ କରିଥିଲୁ। ଏବେ ଏହି ଆମଦାନୀ ଯଥେଷ୍ଟ ହ୍ରାସ ପାଇଛି। ସବୁଠୁ ବଡ଼ କଥା ହେଉଛି, ଆଜି ଆମେ $3 ବିଲିୟନ ମୂଲ୍ୟର ମୋବାଇଲ ଫୋନ୍ ମଧ୍ୟ ରପ୍ତାନୀ କରୁଛୁ। ଆଜି ଆମର ବିନିର୍ମାଣ କ୍ଷେତ୍ରକୁ ତ୍ୱରାନ୍ୱିତ କରିବା ପାଇଁ ଆମକୁ ଦେଶୀୟ ଉତ୍ପାଦନ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏହା କେବଳ ଭାରତରେ ତିଆରି ହେଲେ ଚଳିବ ନାହିଁ, ଆମ ଉତ୍ପାଦ ମାନ ଦୃଷ୍ଟିରୁ ଶ୍ରେଷ୍ଠ ଏବଂ ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାକୁ ମଧ୍ୟ ସମର୍ଥ ହେବା ଉଚିତ। ଉତ୍ତମ ମାନର ସାମଗ୍ରୀ ନିର୍ମାଣ ସହିତ ଏହାର ବିକ୍ରିବଟା ପାଇଁ ରପ୍ତାନୀ ବଜାର ମଧ୍ୟ ଖୋଜିବାକୁ ପଡ଼ିବ। ଦେଶର ସବୁ ବିନିର୍ମାଣ କ୍ଷେତ୍ରରେ ଯେଉଁସବୁ ସାମଗ୍ରୀ ନିର୍ମିତ ହେଉଛି, ତାହା କେବଳ ଏକ ମାମୁଲି ପଦାର୍ଥ ନୁହେଁ, ଏହା ସହିତ ଭାରତର ପରିଚୟ, ପ୍ରତିଷ୍ଠା ଏବଂ କୋଟି କୋଟି ଲୋକଙ୍କ ବିଶ୍ୱାସ ଯୋଡ଼ି ହୋଇ ରହିଛି। ତେଣୁ ସବୁ ନିର୍ମାତା ଏହି କଥାଟିକୁ ଭଲ ଭାବେ ମନେ ରଖିବା ଉଚିତ। ମୋର ପ୍ରିୟ ଦେଶବାସୀ, ମୁଁ ଏଥିପାଇଁ ଉତ୍ପାଦକମାନଙ୍କୁ କହୁଛି, ଆପଣଙ୍କ ସାମଗ୍ରୀ ଭାରତର ବ୍ରାଣ୍ଡ ଆମ୍ବାସଡର ହେଉ। ଯେପର୍ଯ୍ୟନ୍ତ ଏହିସବୁ ସାମଗ୍ରୀ ଉତ୍ତମ ମାନ ଏବଂ ଶସ୍ତା ଥିବ, ସେ ପର୍ଯ୍ୟନ୍ତ କ୍ରେତା ବଡ଼ ଗର୍ବର ସହିତ ମୁଣ୍ଡ ଟେକି କହିବେ, ହଁ, ଏହା ଯଥାର୍ଥରେ ମେଡ୍ ଇନ୍ ଇଣ୍ଡିଆ ପ୍ରଡକ୍ଟ। ଆମକୁ ଏହି ଦୃଷ୍ଟିକୋଣକୁ ବିଚାରକୁ ନେଇ କାମ କରିବାକୁ ପଡ଼ିବ। ଆମର ବିଚାର ଏହିଭଳି ହେବା ଆବଶ୍ୟକ। ଆପଣଙ୍କ ମନ ମଧ୍ୟ ନିଜ ସାମଗ୍ରୀ ପାଇଁ ବିଦେଶୀ ବଜାର ଚାହିଁବ। ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ସରକାର ସବୁମନ୍ତେ ଆପଣଙ୍କ ସହିତ ଛିଡ଼ା ହୋଇଛନ୍ତି। ମୋର ପ୍ରିୟ ଦେଶବାସୀ, ଆଜି ଦେଶର ଭିନ୍ନ ଭିନ୍ନ କ୍ଷେତ୍ର ତଥା ଛୋଟ ଛୋଟ ସହରରେ ମଧ୍ୟ ନୂଆ ନୂଆ ଷ୍ଟାର୍ଟଅପ୍ ନିର୍ମିତ ହେଉଛି। ଦ୍ୱିତୀୟ ଏବଂ ତୃତୀୟ ଶ୍ରେଣୀର ସହରରେ ମଧ୍ୟ ଏହା ଗଢ଼ି ଉଠିଛି। ଏହିସବୁ ଷ୍ଟାର୍ଟଅପ୍ର ଭାରତ ତିଆରି ସାମଗ୍ରୀ ଆନ୍ତର୍ଜାତିକ ବଜାରକୁ ଯିବାରେ ବଡ଼ ଭୂମିକା ରଖିଛି। ସରକାର ଏହିସବୁ ଷ୍ଟାର୍ଟଅପ୍କୁ ସମ୍ପୂର୍ଣ୍ଣ ସମର୍ଥନ ଦେଉଛନ୍ତି। ସେମାନଙ୍କ ଆର୍ଥିକ ସହାୟତା ପ୍ରଦାନ ସହିତ ଟିକସ ହ୍ରାସ ମଧ୍ୟ ଆବଶ୍ୟକ ସ୍ଥଳେ କରାଯାଉଛି। ସରକାର ମଧ୍ୟ ଷ୍ଟାର୍ଟଅପ୍ର ନିୟମକାନୁନକୁ ସରଳ କରୁଛନ୍ତି। ଆମେ ଦେଖୁଛୁ, କରୋନାର କଠିନ ସମୟରେ ମଧ୍ୟ ହଜାର ହଜାର ନୂଆ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରାଯାଇଛି। ଏସବୁ ସଫଳତାର ସହ ଆଗକୁ ବଢ଼ୁଛନ୍ତି। କାଲିର ଷ୍ଟାର୍ଟଅପ୍ ଆଜିର ୟୁନିକର୍ଣ୍ଣରେ ପରିଣତ ହେଉଛି। ସେସବୁର ମାର୍କେଟ ଭ୍ୟାଲ୍ୟୁ 1000 କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଛି। ଏହି ଷ୍ଟାର୍ଟଅପ୍ ଦେଶର ନୂଆ ପ୍ରକାରର ସମ୍ପତ୍ତି ସୃଷ୍ଟିକାରୀ ବା ୱେଲ୍ଥ କ୍ରିଏଟର। ଏହିସବୁ ସଂସ୍ଥା ନିଜର ଅଭିନବ ବିଚାର, ଶକ୍ତି ଓ ସାମର୍ଥ୍ୟ ଦ୍ୱାରା ନିଜ ଗୋଡ଼ରେ ନିଜେ ଛିଡ଼ା ହେବା ସହିତ ଆଗକୁ ବଢ଼ି ସାରା ଦୁନିଆକୁ ଛାଇ ଯାଉଛନ୍ତି। ପ୍ରତ୍ୟେକ ନିଜର ସ୍ୱପ୍ନକୁ ସାକାର କରିବାରେ ସମର୍ଥ ହେଉଛନ୍ତି। ଏହି ଦଶକରେ ଭାରତର ଷ୍ଟାର୍ଟଅପ୍, ଦେଶର ଷ୍ଟାର୍ଟଅପ୍ ପରିବେଶ ଆଦିକୁ ଆମେ ସାରା ଦୁନିଆରେ ସର୍ବଶ୍ରେଷ୍ଠ କରିବା ପାଇଁ ଆମକୁ ସବୁମନ୍ତେ କାମ କରିବାକୁ ପଡ଼ିବ। ମୋର ପ୍ରିୟ ଦେଶବାସୀ, ବଡ଼ ପରିବର୍ତ୍ତନ ଏବଂ ବଡ଼ ସଂସ୍କାର ଆଣିବା ପାଇଁ ରାଜନୈତିକ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଆଜି ଦୁନିଆ ଦେଖୁଛି, ଭାରତର ରାଜନୈତିକ ଇଚ୍ଛାଶକ୍ତିର କୌଣସି ଅଭାବ ନାହିଁ। ସଂସ୍କାରକୁ ଲାଗୁ କରିବା ପାଇଁ ଉତ୍ତମ ଏବଂ ସ୍ମାର୍ଟ ଶାସନର ଆବଶ୍ୟକତା ରହିଛି। ଭାରତର ଶାସନ ବା ଗଭର୍ଣ୍ଣାନ୍ସର ନୂଆ ଅଧ୍ୟାୟ କିପରି ଆରମ୍ଭ ହୋଇଛି, ତାହା ସାରା ଦୁନିଆ ଦେଖୁଛି। ଅମୃତ କାଳର ଏହି ଦଶକରେ ଆମେ ପରବର୍ତ୍ତୀ ପିଢ଼ିର ସଂସ୍କାରକୁ ଅଗ୍ରାଧିକାର ଦେଉଛୁ। ସେଥିରେ ଆମର ନାଗରିକଙ୍କୁ ଯାହା କିଛି ମିଳିବା ଦରକାର, ତାହା ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛୁ। ଏଥିରେ ଜନତାଙ୍କୁ ଅବିଳମ୍ବେ ସେବା ପ୍ରଦାନ, ଶେଷତମ ବ୍ୟକ୍ତିର ଆବଶ୍ୟକତା ପୂରଣ ଓ ବାଧାବିଘ୍ନ ଏବଂ ଅସୁବିଧା ଦୂରୀକରଣକୁ ଅଗ୍ରାଧିକାର ମିଳିଛି। ଦେଶର ସାମଗ୍ରିକ ବିକାଶ ପାଇଁ ଲୋକଙ୍କ ଜୀବନରେ ସରକାର ଏବଂ ସରକାରୀ ପ୍ରକ୍ରିୟା ସବୁ ଯେପରି ଅନଧିକାର ଦଖଲ ନ ଦିଏ, ତାହାକୁ ଆମେ ସୁନିଶ୍ଚିତ କରୁଛୁ। ପୂର୍ବରୁ ସରକାର ନିଜେ ହିଁ ଚାଳକ ଆସନରେ ବସି ରହୁଥିଲେ। ଏହା ହୁଏତ ସେ ସମୟର ରୀତିନୀତି ହୋଇଥାଇପାରେ, କିନ୍ତୁ ଏବେ ସମୟ ବଦଳି ଯାଇଛି। ଗତ 7 ବର୍ଷ ମଧ୍ୟରେ ଏଥିପାଇଁ ଦେଶର ପ୍ରୟାସ ମଧ୍ୟ ବଢ଼ିଛି। ଦେଶର ଅନାବଶ୍ୟକ ଏବଂ ପୁରୁଣାକାଳିଆ ଆଇନର ଅବସାନ ପାଇଁ କାର୍ଯ୍ୟ କରାଯାଉଛି। ଲୋକଙ୍କୁ ଅନାବଶ୍ୟକ କାନୁନ ଜନିତ ଜଞ୍ଜାଳରୁ ମୁକ୍ତି କରିବାକୁ ସରକାର ଉଦ୍ୟମ କରୁଛନ୍ତି। ଏଯାଏଁ ଦେଶରୁ ଶତାଧିକ ପୁରୁଣା ଆଇନକୁ ହଟାଇ ଦିଆଗଲାଣି। କରୋନା ଏହି କାଳଖଣ୍ଡରେ ସରକାର 15,000ରୁ ଅଧିକ କମ୍ପ୍ଲାଏନ୍ସକୁ ଶେଷ କରିଛନ୍ତି। ଏବେ ଆପଣ ଦେଖିବେ ଏବଂ ବୁଝିପାରିବେ ମଧ୍ୟ, ଛୋଟ ସରକାରୀ କାମ ହେଉ ବା ଅନ୍ୟାନ୍ୟ କାମରେ ଅଧିକ ନଥିପତ୍ର, ବାରମ୍ବାର କାଗଜପତ୍ର ମାଗିବା ଆଦି ବ୍ୟବସ୍ଥା ରହିବ ନାହିଁ। ଥରେ ତଥ୍ୟ ପ୍ରମାଣ ଦେଲେ ସବୁ କାମ ହୋଇପାରିବ। 200 ବର୍ଷ ପୂର୍ବର ଏକ ଉଦାହରଣ ମୁଁ ଦେଉଛି।
ଆପଣ ତାହାକୁ ବିଚାର କରନ୍ତୁ। ଇଏ 1857 ମସିହା ପୂର୍ବର ଘଟଣା, ଯେଉଁ କାରଣରୁ ଦେଶର ନାଗରିକଙ୍କୁ ନକ୍ସା ତିଆରି କରିବାରେ ସ୍ୱାଧୀନତା ନଥିଲା। ଏହା ଦଣ୍ଡନୀୟ ଅପରାଧ ଥିଲା। ଏବେ କିନ୍ତୁ ସେ ନିୟମ ସରକାର ବଦଳାଇ ଦେଇଛନ୍ତି। ଏବେ ନକ୍ସା ତିଆରି କରିବାର ଆବଶ୍ୟକତା ନାହିଁ। ପ୍ରତି ମୋବାଇଲ ଆପ୍ରେ ମ୍ୟାପ୍ ରହିଛି। ମ୍ୟାପିଂ ହେଉ କିମ୍ବା ସ୍ପେସ୍ ହେଉ, ଇନଫର୍ମେସନ୍ ଟେକ୍ନୋଲୋଜି ଅଥବା ବିପିଓ, ଏସବୁ କ୍ଷେତ୍ରରେ ଆମେ ବହୁ ପୁରୁଣାକାଳିଆ ଆଇନକୁ ରଦ୍ଦ କରିଦେଇଛୁ। ମୋର ପ୍ରିୟ ଦେଶବାସୀ, ଅନାବଶ୍ୟକ ଆଇନର ପରିସମାପ୍ତି ଦ୍ୱାରା ଇଜ୍ ଅଫ୍ ଲିଭିଂ, ଇଜ୍ ଅଫ୍ ଡୁଇଂ ବିଜନେସ୍ ଉଭୟକୁ ଫାଇଦା ମିଳିଥାଏ। ଆମ ଦେଶର ଉଦ୍ୟୋଗ ଏବଂ ବ୍ୟାପାର ଆଜି ଏହି ପରିବର୍ତ୍ତନକୁ ଅନୁଭବ କରୁଛି। ଏବେ ଆମେ ଅନେକ ସମ କାନୁନକୁ ମିଶାଇ 4 ଭାଗରେ ବିଭକ୍ତ କରି 4ଟି ସଂହିତା ତିଆରି କରିଛୁ। ଏଭଳି ସଂସ୍କାର ସରକାରୀ ସ୍ତରରେ କେବଳ ସୀମିତ ହୋଇ ରହିନାହିଁ, ଗ୍ରାମ ପଞ୍ଚାୟତ, ନଗର ନିଗମ, ନଗରପାଳିକାରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉଛି। ଏହା ଉପରେ ଦେଶର ସବୁ ବ୍ୟବସ୍ଥାକୁ ମିଳିମିଶି କାମ କରିବାକୁ ପଡ଼ିବ। ମୁଁ ଆଜି ଆହ୍ୱାନ କରୁଛି ଏବଂ ବଡ଼ ଆଗ୍ରହର ସହ ଆହ୍ୱାନ ଜଣାଉଛି, କେନ୍ଦ୍ର ହେଉ ବା ରାଜ୍ୟ, ସମସ୍ତ ବିଭାଗରେ ସବୁ ସରକାରୀ କାର୍ଯ୍ୟାଳୟରେ ଏହି ସହଯୋଗ ପ୍ରକ୍ରିୟାରେ କାର୍ଯ୍ୟ ହେଉ। ପ୍ରଚଳିତ ନିୟମ ଏବଂ ପ୍ରକ୍ରିୟାର ସମୀକ୍ଷାର ଅଭିଯାନ ଆରମ୍ଭ କରନ୍ତୁ। ସବୁ ନିୟମ ଏବଂ ପ୍ରକ୍ରିୟା ଯାହା ଲୋକହିତରେ ଅନ୍ତରାୟ ସୃଷ୍ଟି କରିଛି ତାହାକୁ ଉଚ୍ଛେଦ କରାଯାଉ। ମୁଁ ଜାଣିଛି ଗତ 70-75 ବର୍ଷ ଧରି ଜମା ହୋଇଥିବା ଅଳିଆ ବର୍ଷେ 2 ବର୍ଷରେ ହଟିବ ନାହିଁ, କିନ୍ତୁ ମନୋନିବେଶ କରି କାମ ଆରମ୍ଭ କଲେ ଶୀଘ୍ର ଏହାକୁ ଆମେ ହଟାଇ ପାରିବା। ମୋର ପ୍ରିୟ ଦେଶବାସୀ, ଏହି ବିଚାର ସହିତ ସରକାର ଅମଲାତନ୍ତ୍ରରେ ଲୋକକୈନ୍ଦ୍ରିକ ଆଭିମୁଖ୍ୟ ନେଇ ଶାସନକୁ ଦକ୍ଷ ସମର୍ଥ କରିବାକୁ ଚେଷ୍ଟା କରୁଛନ୍ତି। କର୍ମଯୋଗୀ ମିଶନ ମାଧ୍ୟମରେ ଦକ୍ଷତା ବିକାଶ ଆୟୋଗ ଗଠନର ଅୟମାରମ୍ଭ ମଧ୍ୟ ହୋଇଛି। ମୋର ପ୍ରିୟ ଦେଶବାସୀ, କୌଶଳ ଏବଂ ସାମର୍ଥ୍ୟରେ ଭରା ଯୁବ ସମାଜର ନିଜ ମାତୃଭୂମି ପାଇଁ କିଛି କରିବାର ବିଚାରରେ ପ୍ରମୁଖ ଭୂମିକା ଥାଏ। ତେବେ ଏଥିରେ ଶିକ୍ଷାର ସବୁଠାରୁ ବଡ଼ ଭୂମିକା ଥାଏ। ଶିକ୍ଷା ବ୍ୟବସ୍ଥା ଓ ଆମ ଶିକ୍ଷା ପରମ୍ପରା ଏଥିରେ ବିଶେଷ ଗୁରୁତ୍ୱ ରଖେ। ଆଜି ଦେଶ ପାଖରେ 21ଶ ଶତାବ୍ଦୀର ଆବଶ୍ୟକତା ପୂରଣ ପାଇଁ ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ବି ରହିଛି। ଏବେ ଆମ ପିଲାଏ ଦକ୍ଷତା ବା କୁଶଳତାର ଅଭାବ କାରଣରୁ ଅଟକି ଯିବେନି। ସେମାନଙ୍କ ପାଇଁ ଭାଷା ବି ଆଉ ପ୍ରତିବନ୍ଧକ ହେବ ନାହିଁ। ଦୁର୍ଭାଗ୍ୟବଶତଃ ଆମ ଦେଶରେ ସବୁ ଭାଷାକୁ ନେଇ ଏକ ବଡ଼ ବିଭାଜନ ସୃଷ୍ଟି ହୋଇଯାଇଛି। ଭାଷା ଯୋଗୁଁ ଆମ ଦେଶର ବହୁ ପ୍ରତିଭା ପିଞ୍ଜରାବଦ୍ଧ ହୋଇ ରହିଛନ୍ତି। ମାତୃଭାଷାରେ ବହୁ ଜ୍ଞାନୀ ଗୁଣୀ ଲୋକ ଅଛନ୍ତି। ସୁଯୋଗ ଦିଆଗଲେ ସେମାନେ ମଧ୍ୟ ଆଗକୁ ଆସିପାରିବେ ଏବଂ ସେମାନଙ୍କର ଆତ୍ମବିଶ୍ୱାସ ବଢ଼ିବ। ଗରିବର ଝିଅ ପୁଅ ମାତୃଭାଷାରେ ପାଠ ପଢ଼ି ପେସାଦାର ହେବେ। ସେମାନଙ୍କର ସାମର୍ଥ୍ୟ ବଢ଼ିବ ଏବଂ ଏହା ସହିତ ସେମାନଙ୍କ ପ୍ରତି ମଧ୍ୟ ଉପଯୁକ୍ତ ନ୍ୟାୟ ମିଳିବ। ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତିରେ ଦାରିଦ୍ର୍ୟ ବିରୋଧରେ ଲଢ଼ାଇର ସାଧନ ହିଁ ଭାଷା। ଏହା ହିଁ ମୁଁ ବିଚାର କରେ। ଏହି ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ମଧ୍ୟ ଏକ ପ୍ରକାର ଗରିବୀ ବିରୋଧରେ ଲଢ଼ିବାର ଏକ ବହୁତ ବଡ଼ ଅସ୍ତ୍ର ଭାବେ କାର୍ଯ୍ୟ କରିବ। ଗରିବୀ ବିରୋଧରେ ଲଢ଼େଇ କରି ଜିତିବାକୁ ହେଲେ ମାତୃଭାଷାରେ ଶିକ୍ଷାଦାନ, ମାତୃଭାଷାର ପ୍ରତିଷ୍ଠା ଦରକାର। ଏହା ହିଁ ମାତୃଭାଷାର ମହାତ୍ମ୍ୟ। ଖେଳ ପଡ଼ିଆରେ ମଧ୍ୟ ଦେଶ ଏହା ଦେଖିଛି ଏବଂ ଆମେ ଅନୁଭବ କରୁଛୁ ଯେ ଖେଳରେ ଭାଷା ପ୍ରତିବନ୍ଧକ ନୁହେଁ। ଆମ କ୍ରୀଡ଼ାବିତ୍ମାନେ ନିଜ ମାତୃଭାଷା ଛଡ଼ା ଅନ୍ୟ ଭାଷା ବୁଝୁ ନଥିଲେ ମଧ୍ୟ ଭଲ ଖେଳୁଛନ୍ତି, ଉତ୍ତମ ପ୍ରତିଯୋଗିତା ମଧ୍ୟ କରୁଛନ୍ତି। ଜୀବନର ଅନ୍ୟାନ୍ୟ ମଇଦାନରେ ମଧ୍ୟ ଏହା ହେବା ଆବଶ୍ୟକ। ଦେଶର ଉତ୍ପାଦଗୁଡ଼ିକୁ ଦେଶ ଓ ବିଦେଶରେ ଅଧିକ ବଜାର ସୁବିଧା ମିଳୁ, ଏଥିପାଇଁ ସରକାର ଇ-କମର୍ସ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି। ନୂଆ ରାଷ୍ଟ୍ରୀୟ ଶିକ୍ଷାନୀତି ଆଉ ଏକ ବିଶେଷ ପଦକ୍ଷେପ। ଏଥିରେ କ୍ରୀଡ଼ାକୁ ଅନ୍ୟ ଏକ ବିଶେଷତା ବଦଳରେ ପାଠପଢ଼ାର ମୁଖ୍ୟ ଧାରାରେ ସାମିଲ କରାଯାଇଛି। ଜୀବନରେ ଆଗକୁ ବଢ଼ାଇବା ପାଇଁ ଯେତେ ସବୁ ପ୍ରଭାବଶାଳୀ ମାଧ୍ୟମ ରହିଛି, ଏଥିରେ କ୍ରୀଡ଼ା ମଧ୍ୟ ଏକ ପ୍ରଭାବଶାଳୀ ମାଧ୍ୟମ। ଜୀବନରେ ସମ୍ପୂର୍ଣ୍ଣତା ପାଇଁ ଖେଳକୁଦ ଏବଂ କ୍ରୀଡ଼ା ବହୁତ ଜରୁରୀ। ସମୟ ଥିଲା ଯେତେବେଳେ ଖେଳକୁଦକୁ ମୁଖ୍ୟ ଧାରାରେ ଗ୍ରହଣ କରାଯାଉ ନଥିଲା। ବାପା ମା ମାନେ ବି ପିଲାମାନଙ୍କୁ କହୁଥିଲେ ସବୁବେଳେ ଖେଳରେ ମାତିଲେ ଜୀବନ ନଷ୍ଟ ହୋଇଯିବ। ବର୍ତ୍ତମାନ ଦେଶରେ ଫିଟନେସ୍ ପାଇଁ ସ୍ପୋର୍ଟସକୁ ମାଧ୍ୟମ କରିବା ଦିଗରେ ସଚେତନତା ସୃଷ୍ଟି ହୋଇସାରିଛି। ଏଥର ଅଲିମ୍ପିକ୍ସରେ ଆମେ ଦେଖିଲୁ ଏବଂ ଆମେ ଅନୁଭବ ବି କଲୁ ଯେ ପରିବର୍ତ୍ତନ ଆମ ଦେଶ ପାଇଁ ଏକ ବହୁତ ବଡ଼ ଅୟମାରମ୍ଭ, ଯାହା ଖେଳ ଏବଂ କ୍ରୀଡ଼ା ପାଇଁ ମେଧା, କାରିଗରୀ ବିଦ୍ୟା ଏବଂ ଖେଳକୁ ପେସାଦାର କରିବା ଲାଗି ଅଭିଯାନ ଚାଲିଛି। ଏହି ଦଶନ୍ଧିରେ କ୍ରୀଡ଼ା ଓ ଖେଳକୁ ଆହୁରି ବ୍ୟାପକ ତଥା ସମ୍ପ୍ରସାରିତ କରିବାକୁ ପଡ଼ିବ। ଦେଶ ପାଇଁ ଏହା ଗୌରବର ବିଷୟ। ଶିକ୍ଷା ହେଉ କି ଖେଳ ହେଉ, ପରୀକ୍ଷା ବୋର୍ଡର ଫଳାଫଳ ତଥା ଅଲିମ୍ପିକ୍ସ କ୍ରୀଡ଼ାରେ ଆମର ଝିଅମାନେ ଏବେ ଅଭୂତପୂର୍ବ ପ୍ରଦର୍ଶନ କରୁଛନ୍ତି। ଆଜି ଭାରତର ଝିଅମାନେ ନିଜକୁ ଉପରକୁ ଉଠାଇବା ପାଇଁ ଅତ୍ୟନ୍ତ ତତ୍ପର ହୋଇଛନ୍ତି। ଆମକୁ ନିଶ୍ଚିତ କରିବାକୁ ହେବ ପ୍ରତ୍ୟେକ କ୍ୟାରିୟର କିମ୍ବା କାର୍ଯ୍ୟକ୍ଷେତ୍ରରେ ମହିଳାଙ୍କୁ ସମାନ ସହଭାଗିତା ମିଳୁ। ଆମକୁ ଏହା ମଧ୍ୟ ସୁନିଶ୍ଚିତ କରିବାକୁ ହେବ ଯେ ସଡ଼କଠାରୁ କର୍ମକ୍ଷେତ୍ର ପର୍ଯ୍ୟନ୍ତ ମହିଳାମାନେ ନିଜକୁ ଯେପରି ସୁରକ୍ଷିତ ମନେ କରିପାରିବେ, ସେମାନଙ୍କୁ ସମ୍ମାନ ମିଳୁ। ଏଥିପାଇଁ ଦେଶର ଶାସନ ଏବଂ ପ୍ରଶାସନକୁ, ପୁଲିସ ଏବଂ ନ୍ୟାୟ ବ୍ୟବସ୍ଥାକୁ ତଥା ନାଗରିକଙ୍କୁ ନିଜର
ନିଜର 100% ଦାୟିତ୍ୱ ନେବାକୁ ପଡ଼ିବ। ଏହି ସଂକଳ୍ପ ସହିତ ଦେଶ ସ୍ୱାଧୀନତାର 75 ବର୍ଷ ପାଳନ ଅବସରରେ ଆମେମାନେ ପ୍ରତିଜ୍ଞାବଦ୍ଧ ହେବାକୁ ପଡ଼ିବ। ଆଜି ମୁଁ ଏହି ଆନନ୍ଦ ଦେଶବାସୀଙ୍କ ସହ ବାଣ୍ଟିବାକୁ ଚାହୁଁଛି। ବହୁ ସଂଖ୍ୟାରେ ବାଳିକା ସୈନିକ ସ୍କୁଲରେ ପଢ଼ିବା ପାଇଁ ମୋ ପାଖକୁ ବାର୍ତ୍ତା ପଠାଇଥିଲେ। ସେମାନଙ୍କ ପାଇଁ ମଧ୍ୟ ସୈନିକ ସ୍କୁଲର ଦ୍ୱାର ଖୋଲାଯାଉ। 2-2.5 ବର୍ଷ ପୂର୍ବେ ମିଜୋରାମର ସୈନିକ ସ୍କୁଲରେ ପ୍ରଥମ ଥର ପାଇଁ ବାଳିକାଙ୍କର ନାମ ଲେଖାଇବା ପାଇଁ ଆମେ ଏକ ଛୋଟ ପ୍ରୟାସ ଆରମ୍ଭ କରିଥିଲୁ। ବର୍ତ୍ତମାନ ସରକାର ଦେଶର ସବୁ ସୈନିକ ସ୍କୁଲରେ ଝିଅଙ୍କୁ ପାଠ ପଢ଼ାଇବା ପାଇଁ ସୁଯୋଗ ଦେବା ସକାଶେ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ସବୁ ସୈନିକ ସ୍କୁଲମାନଙ୍କରେ ଝିଅମାନେ ପାଠ ପଢ଼ିପାରିବେ। ବିଶ୍ୱରେ ଜାତୀୟ ନିରାପତ୍ତା ପାଇଁ ଯେତିକି ଗୁରୁତ୍ୱ ଦିଆଯାଉଛି, ପରିବେଶ ନିରାପତ୍ତା ପାଇଁ ମଧ୍ୟ ସେତିକି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଭାରତ ଆଜି ପରିବେଶ ନିରାପତ୍ତା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଆଜି ଜୈବ ବିବିଧତା ହେଉ ବା ଭୂମି ନିରପେକ୍ଷତା ହେଉ, ଜଳବାୟୁ ପରିବର୍ତ୍ତନ କିମ୍ବା ଅର୍ଗାନିକ କୃଷି, ବାୟୋଗ୍ୟାସ୍, ଶକ୍ତି ସଂରକ୍ଷଣ କିମ୍ବା ପ୍ରଦୂଷଣ ରହିତ ଶକ୍ତି ଉତ୍ପାଦନ ହେଉ, ସବୁ କ୍ଷେତ୍ରରେ ଆମକୁ ବର୍ତ୍ତମାନ ଉତ୍ତମ ପରିଣାମ ମିଳୁଛି। ଭାରତରେ ବନକ୍ଷେତ୍ର ବା ଜାତୀୟ ଉଦ୍ୟାନ ସଂଖ୍ୟା, ବାଘ ଏବଂ ସିଂହଙ୍କ ସଂଖ୍ୟା ବୃଦ୍ଧି ଦେଶବାସୀଙ୍କ ପାଇଁ ଆନନ୍ଦର ବିଷୟ। ମୋର ପ୍ରିୟ ଦେଶବାସୀ, ଏହିସବୁ ସଫଳତା ଭିତରେ ଆମକୁ ଆଉ ଏକ ସତ୍ୟ ବିଷୟକୁ ମଧ୍ୟ ବୁଝିବାକୁ ପଡ଼ିବ। ଆଜି ଭାରତ ଶକ୍ତି କ୍ଷେତ୍ରରେ ସ୍ୱାଧୀନ ନୁହେଁ। ବର୍ତ୍ତମାନ ପ୍ରତିବର୍ଷ ଆମକୁ ବିଦେଶରୁ ବିଜୁଳି କିଣିବା ପାଇଁ 12 ଲକ୍ଷ କୋଟି ଟଙ୍କାର ଅଧିକ ଖର୍ଚ୍ଚ କରିବାକୁ ପଡ଼ୁଛି। ଭାରତର ପ୍ରଗତି ପାଇଁ ଆତ୍ମନିର୍ଭର ଭାରତ ସୃଷ୍ଟି କରିବା ପାଇଁ ଦେଶକୁ ଶକ୍ତି ଆତ୍ମନିର୍ଭରଶୀଳତା ହାସଲ କରିବାକୁ ହେବ। ଏଥିପାଇଁ ଭାରତକୁ ଆଜି ସଂକଳ୍ପ ନେବାକୁ ହେବ ଯେ ଦେଶ ସ୍ୱାଧୀନତାର 100 ବର୍ଷ ପୂରଣ ପୂର୍ବରୁ ଦେଶକୁ ଶକ୍ତି ଆତ୍ମନିର୍ଭରଶୀଳ କରିବାକୁ ପଡ଼ିବ। ଏଥିପାଇଁ ଆମର ରୂପରେଖ ଅତ୍ୟନ୍ତ ସ୍ପଷ୍ଟ ରହିଛି। ଗ୍ୟାସ୍ ଭିତ୍ତିକ ଅର୍ଥନୀତି ପାଇଁ ସାରା ଦେଶରେ ସିଏନ୍ଜି ପିଏନ୍ଜି ନେଟୱାର୍କ 20% ଇଥେନଲ୍ ମିଶ୍ରଣ ଲକ୍ଷ୍ୟ ହାସଲ ପାଇଁ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ଭାରତରେ ଇଲେକ୍ଟ୍ରିକ୍ ମୋବିଲିଟି ପ୍ରତି ପଦକ୍ଷେପ ନିଆଯାଇଛି ଏବଂ ରେଳବାଇ 100% ବିଦ୍ୟୁତ୍ ଦ୍ୱାରା ଚାଳିତ ହେଉ, ଏ ଦିଗରେ ମଧ୍ୟ ଜୋରସୋରରେ କାମ ଚାଲିଛି। ଭାରତୀୟ ରେଳବାଇକୁ 2030 ମସିହା ସୁଦ୍ଧା ସମ୍ପୂର୍ଣ୍ଣ ଅଙ୍ଗାରକାମ୍ଳ ବାଷ୍ପ ନିର୍ଗମନ ରହିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହିସବୁ ଉଦ୍ୟମ ସହିତ ମିଶନ ସର୍କୁଲାର ଅର୍ଥନୈତିକ ଉପରେ ମଧ୍ୟ ଜୋର ଦିଆଯାଉଛି। ଆମର ଯାନ ସ୍କ୍ରାପିଂ ନୀତି ଏ କ୍ଷେତ୍ରରେ ଏକ ବଡ଼ ଧରଣର ଉଦାହରଣ। ଆଜି G20 ଦେଶ ସମୂହରେ ଭାରତ ଏକମାତ୍ର ଦେଶ ହେଉଛି ଯିଏ ଜଳବାୟୁ ପରିବର୍ତ୍ତନ ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି। ଏହି ଦଶନ୍ଧି ଶେଷ ବେଳକୁ ଭାରତରେ ନବୀକରଣ ଶକ୍ତିର 450 ଗିଗାୱାଟ୍ ଲକ୍ଷ୍ୟ ରଖାଯାଇଛି। 2030 ପର୍ଯ୍ୟନ୍ତ 450 ଗିଗାୱାଟ୍ ନବୀକରଣ ଶକ୍ତି ଉତ୍ପାଦନ କରାଯିବ। ଏଥିମଧ୍ୟରୁ 100 ଗିଗାୱାଟ୍ ଶକ୍ତି ଉତ୍ପାଦନ ଲକ୍ଷ୍ୟ ଭାରତ ସମୟ ପୂର୍ବରୁ ହାସଲ କରିସାରିଛି। ଆମର ଉଦ୍ୟମ ଯୋଗୁଁ ବିଶ୍ୱସ୍ତରରେ ଆନ୍ତର୍ଜାତିକ ସୌର ମେଣ୍ଟ ସ୍ଥାପନ ସମ୍ଭବ ହୋଇଛି। ଭାରତ ଆଜି ଯେକୌଣସି କାମ କରୁଛି ସେଥିରେ ଜଳବାୟୁ କ୍ଷେତ୍ରରେ ଅଧିକ ଲକ୍ଷ୍ୟ ହାସଲ ପାଇଁ ଜୋର ଦିଆଯାଇଛି। ଏଥିପାଇଁ ସବୁଜ ହାଇଡ୍ରୋଜେନ କ୍ଷେତ୍ର ପ୍ରସ୍ତୁତିର ଲକ୍ଷ୍ୟ ରଖାଯାଇଛି। ସବୁଜ ହାଇଡ୍ରୋଜେନ କ୍ଷେତ୍ର ସ୍ଥାପନ ହାସଲ ପାଇଁ ଆଜି ଏହି ଜାତୀୟ ପତାକାକୁ ସାକ୍ଷୀ ରଖି ମୁଁ ଜାତୀୟ ହାଇଡ୍ରୋଜେନ ମିଶନ ଘୋଷଣା କରୁଛି। ସବୁଦିନ ପାଇଁ ଆମେ ଭାରତକୁ ସବୁଜ ହାଇଡ୍ରୋଜେନର ଉତ୍ପାଦନ ଏବଂ ରପ୍ତାନୀର ବିଶ୍ୱସ୍ତରୀୟ ପେଣ୍ଠସ୍ଥଳୀ ଭାବେ ନିର୍ମାଣ କରିବାକୁ ପଡ଼ିବ। ଏହା ଶକ୍ତି କ୍ଷେତ୍ରରେ ଭାରତକୁ ନୂଆ ପ୍ରଗତି ପାଇଁ ଆତ୍ମନିର୍ଭର କରିବ ଏବଂ ସାରା ବିଶ୍ୱକୁ ପ୍ରଦୂଷଣ ରହିତ ଶକ୍ତି ଉତ୍ପାଦନ ପାଇଁ ପ୍ରେରଣା ଯୋଗାଇବ। ସବୁଜ ଅଭିବୃଦ୍ଧିରୁ ସବୁଜ ନିଯୁକ୍ତି ପାଇଁ ଆମର ଯୁବପିଢ଼ିଙ୍କୁ ନୂଆ ନୂଆ ସୁଯୋଗ ମିଳିବ ଏବଂ ଆମର ଷ୍ଟାର୍ଟଅପ୍ ପାଇଁ ଏବେ ସମୟ ଉପନୀତ ହୋଇଛି ବୋଲି ବିବେଚନା କରିବାକୁ ପଡ଼ିବ। ପ୍ରିୟ ଦେଶବାସୀ, 21ଶ ଶତାବ୍ଦୀରେ ଭାରତ ବଡ଼ ଲକ୍ଷ୍ୟ ରଖିଛି। ଏହି ଲକ୍ଷ୍ୟ ହାସଲ ପାଇଁ ଭାରତର ସାମର୍ଥ୍ୟ ମଧ୍ୟ ରହିଛି। ଆଜି ଭାରତ ଏମିତି ସବୁ କାମ କରୁଛି ଯାହା ବର୍ଷ ବର୍ଷ ଧରି ସମ୍ଭବ ହୋଇପାରୁନଥିଲା। ସମ୍ବିଧାନର 370 ଧାରା ଉଚ୍ଛେଦ କରିବା ଭଳି ଐତିହାସିକ ନିଷ୍ପତ୍ତି ହେଉ ଏବଂ ଦେଶକୁ ଶୁଳ୍କ ଜାଲରୁ ମୁକ୍ତ ହେବା ଭଳି ବ୍ୟବସ୍ଥା GST ହେଉ, ଆମର ଫୌଜି ସାଥୀମାନଙ୍କ ପାଇଁ 1 ରାଙ୍କ 1 ପେନ୍ସନ୍ ନିଷ୍ପତ୍ତି ହେଉ କିମ୍ବା ରାମ ଜନ୍ମଭୂମି ହେଉ, ସବୁ କ୍ଷେତ୍ରରେ ଶାନ୍ତିପୂର୍ଣ୍ଣ ସମାଧାନ ସହ ଗତ କେଇ ବର୍ଷ ଭିତରେ ଆମେ ଏସବୁକୁ ସତ୍ୟରେ ପରିଣତ କରିଛୁ। ଆଜି କରୋନା କାଳରେ ମଧ୍ୟ ଭାରତରେ ବହୁମାତ୍ରାରେ ବିଦେଶୀ ପୁଞ୍ଜିନିବେଶ ହେଉଛି। ଭାରତର ବିଦେଶୀ ମୁଦ୍ରା ଭଣ୍ଡାର ଏବେ ସବୁଠାରୁ ଉଚ୍ଚ ସ୍ତରରେ ରହିଛି। ସର୍ଜିକାଲ ଷ୍ଟ୍ରାଇକ୍ ଓ ଆକାଶମାର୍ଗରୁ ଆକ୍ରମଣ କରି ଭାରତ ଦେଶର ଶତ୍ରୁକୁ ନୂଆ ଭାରତର ସାମର୍ଥ୍ୟର ସନ୍ଦେଶ ଦେଇଛି। ଏଥିରୁ ଜଣାପଡ଼ୁଛି ଭାରତ ବଦଳିଛି। ଭାରତ ବଦଳି ପାରିବ। ଭାରତ କଠିନରୁ କଠିନ ନିଷ୍ପତ୍ତି ମଧ୍ୟ ନେଇପାରିବ। ଏବେ କଠିନରୁ ଅତି କଠିନ ନିଷ୍ପତ୍ତି ନେବା ପାଇଁ ଭାରତ ପଛଘୁଞ୍ଚା ଦେଉନାହିଁ କି ଅଟକି ଯାଉନାହିଁ। ମୋର ପ୍ରିୟ ଦେଶବାସୀ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବିଶ୍ୱସ୍ତରୀୟ ପ୍ରସଙ୍ଗର ରୂପ ବଦଳି ଯାଇଛି। କରୋନା ପରେ ମଧ୍ୟ ନୂଆ ବିଶ୍ୱ ଗଠନର ସମ୍ଭାବନା ରହିଛି। କରୋନା କାଳରେ ଭାରତର ଉଦ୍ୟମକୁ ବିଶ୍ୱବାସୀ ଦେଖିଛନ୍ତି ଏବଂ ଭାରତ ଅନ୍ୟ ଦେଶମାନଙ୍କୁ ଯେଉଁ ସବୁ ସାହାରା ଦେଇଛି ତାକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାରତକୁ ଏବେ ସମସ୍ତେ ନୂଆ ଦୃଷ୍ଟିରେ ଦେଖୁଛନ୍ତି। ଭାରତ ଦୁଇଟି କ୍ଷେତ୍ରରେ ସଂଗ୍ରାମ ଚଳାଇଛି। ଗୋଟିଏ ହେଲା ଆତଙ୍କବାଦ ଏବଂ ଦ୍ୱିତୀୟଟି ହେଲା ବିସ୍ତାରବାଦ।
ଭାରତ ଏହି ଦୁଇଟି ଯାକ ଆହ୍ୱାନକୁ ସାହସର ସହ ମୁକାବିଲା କରୁଛି ଏବଂ ଏହିସବୁ ଶକ୍ତି ବିରୁଦ୍ଧରେ ଭାରତ କଡ଼ା ଜବାବ ମଧ୍ୟ ଦେଉଛି। ଭାରତ ନିଜର ଦାୟିତ୍ୱ ଠିକ୍ ଭାବେ ତୁଲାଉଛି ଏବଂ ଏଥିପାଇଁ ଆମର ପ୍ରତିରକ୍ଷା ପ୍ରସ୍ତୁତିକୁ ମଧ୍ୟ ମଜବୁତ କରିବାକୁ ହେବ। ପ୍ରତିରକ୍ଷା କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭର କରିବାକୁ ହେବ। ଭାରତବାସୀ ଏବଂ ଭାରତର କମ୍ପାନୀଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଆମର ପରିଶ୍ରମୀ ଉଦ୍ୟୋଗପତିମାନଙ୍କୁ ନୂଆ ସୁଯୋଗ ଉପଲବ୍ଧ କରାଇବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ। ମୁଁ ଦେଶକୁ ଆଶ୍ୱାସନା ଦେଉଛି, ଦେଶର ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟରତ ଆମର ସୈନିକମାନଙ୍କର ହାତକୁ ମଜବୁତ କରିବା ପାଇଁ ଆମେ ତିଳେ ହେଲେ ଅବହେଳା କରିବୁ ନାହିଁ। ପ୍ରିୟ ଦେଶବାସୀ, ଆଜି ଦେଶର ମହାନ ବିଚାରକ ଶ୍ରୀ ଅରବିନ୍ଦଙ୍କ ଜନ୍ମଦିନ। 2022 ମସିହାରେ ତାଙ୍କର 150 ବର୍ଷ ଜନ୍ମଦିନ ପାଳନ କରାଯିବ। ଶ୍ରୀ ଅରବିନ୍ଦ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦିବ୍ୟଦ୍ରଷ୍ଟା ଥିଲେ। ସେ କହୁଥିଲେ, ଆମକୁ ନିଜକୁ ସାମର୍ଥ୍ୟ କରିବାକୁ ପଡ଼ିବ ଏବଂ ଆଗ ଅପେକ୍ଷା ଆହୁରି ସକ୍ଷମ ହେବାକୁ ହେବ। ଆମେ ଆମର ଅଭ୍ୟାସକୁ ପରିବର୍ତ୍ତନ କରିବାକୁ ହେବ ବୋଲି ଶ୍ରୀ ଅରବିନ୍ଦ କହିଛନ୍ତି। ଏକ ନୂଆ ହୃଦୟ ସହିତ ଆପଣମାନଙ୍କୁ ପୁଣି ଜାଗ୍ରତ ହେବାକୁ ପଡ଼ିବ। ଶ୍ରୀ ଅରବିନ୍ଦଙ୍କର ଏହି କଥାର ଆମର କର୍ତ୍ତବ୍ୟକୁ ମନେ ପକାଇ ଦେଉଛି। ଏକ ନାଗରିକ ଭାବେ ସମାଜ ଏବଂ ଦେଶ ପାଇଁ ଆମେ କ'ଣ ଅବଦାନ ରଖୁଛେ ଏ ବିଷୟରେ ମଧ୍ୟ ଆମକୁ ଭାବିବାକୁ ପଡ଼ିବ। ଆମେ ସବୁବେଳେ ଅଧିକାରକୁ ଗୁରୁତ୍ୱ ଦେଇ ଆସିଛେ। ଏହି ସମୟରେ ଏହା ଜରୁରୀ ମଧ୍ୟ, କିନ୍ତୁ ଏବେ କର୍ତ୍ତବ୍ୟକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ଏକାଠି ରହିବାକୁ ପଡ଼ିବ। ସବୁ ଦେଶବାସୀ କର୍ତ୍ତବ୍ୟକୁ ଦେଶ ପାଇଁ ନିଜର କରିବାକୁ ପଡ଼ିବ। ଦେଶରେ ଜଳ ସଂରକ୍ଷଣ ଅଭିଯାନ ଆରମ୍ଭ ହୋଇଛି, ତେଣୁ ଆମର କର୍ତ୍ତବ୍ୟ ହେଉଛି ପାଣି ସଞ୍ଚୟ କରିବା ଲାଗି ଅଭ୍ୟାସ କରିବାକୁ ପଡ଼ିବ। ଦେଶ ଯଦି ଡିଜିଟାଲ ଦେଣନେଣ ଆଡ଼କୁ ବଦଳୁଛି, ତେବେ ଆମର କର୍ତ୍ତବ୍ୟ ହେଉଛି ଆମେ ଯେତେ ସମ୍ଭବ କମ୍ ନଗଦ ଦେଣନେଣ କରିବା। ଦେଶରେ ଭୋକାଲ ଫର ଲୋକାଲର ଅଭିଯାନ ଆରମ୍ଭ ହୋଇଛି, ତେଣୁ ଆମର କର୍ତ୍ତବ୍ୟ ହେଲା ଅଧିକରୁ ଅଧିକ ଦେଶୀୟ ଉତ୍ପାଦକୁ କିଣିବା। ପ୍ଲାଷ୍ଟିକ ମୁକ୍ତ ଭାରତ ତିଆରି କରିବା ପାଇଁ ଆମର ଯେଉଁ କଳ୍ପନା ରହିଛି ତାକୁ ପୂରଣ କରିବାକୁ ହେଲେ ଆମକୁ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ବ୍ୟବହାର କରିବାକୁ ପଡ଼ିବ। ଆମର କର୍ତ୍ତବ୍ୟ ହେଉଛି ଆମର ନଦୀରେ ଅଳିଆ ଆବର୍ଜନା ନ ଫୋପାଡ଼ିବା, ଆମର ସମୁଦ୍ରକୂଳକୁ ସଫା ରଖିବା। ଆମକୁ ସ୍ୱଚ୍ଛ ଭାରତ ମିଶନ ଲକ୍ଷ୍ୟ ହାସଲ କରିବାକୁ ହେବ। ଆଜି ଦେଶ ଯେତେବେଳେ 75 ବର୍ଷ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି, ଆମକୁ ଏହିସବୁ ଉଦ୍ୟମ ସହ ଯୋଡ଼ି ହେବାକୁ ପଡ଼ିବ। ସେଥିରେ ଆଗଭର ହୋଇ ଅଂଶଗ୍ରହଣ କରିବାକୁ ପଡ଼ିବ। ଆମର ଦେଶ ସ୍ୱାଧୀନତା ସଂଗ୍ରାମକୁ ଧ୍ୟାନରେ ରଖି ଆମେ ଯାହା ବି କରିବା ତାହା ଯେଭଳି ଅମୃତର ଏକ ପବିତ୍ର ବୁନ୍ଦା ହୋଇପାରିବ, ସେଥିପ୍ରତି ଆମର କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିବ। ପ୍ରିୟ ଦେଶବାସୀ, ମୁଁ ଭବିଷ୍ୟଦ୍ରଷ୍ଟା ନୁହେଁ, ମୁଁ କର୍ମଫଳ ଉପରେ ବିଶ୍ୱାସ ରଖିଛି। ଦେଶର ଯୁବକମାନଙ୍କ ପ୍ରତି, ଭଉଣୀମାନଙ୍କ ପ୍ରତି, ଦେଶର କନ୍ୟାମାନଙ୍କ ପ୍ରତି, ଦେଶର କୃଷକମାନଙ୍କ ପ୍ରତି, ପେସାଦାରମାନଙ୍କ ପ୍ରତି ମୋର ଅସରନ୍ତି ବିଶ୍ୱାସ ରହିଛି। ଇଏ ବର୍ତ୍ତମାନ ହେଉଛି ମୁଁ କରିପାରିବାର ଯୁଗ। ଏହି ଲକ୍ଷ୍ୟ ଆମକୁ ହାସଲ କରିବାକୁ ହେବ। 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପାଳନ ସମୟରେ ଯିଏ ପ୍ରଧାନମନ୍ତ୍ରୀ ହେବ, ଆଜିଠୁ 25 ବର୍ଷ ପରେ ଯିଏ ପ୍ରଧାନମନ୍ତ୍ରୀ ହେବେ, ସିଏ ଯେବେ ବି ପତାକା ଉତ୍ତୋଳନ କରିବେ, ସେତେବେଳେ ଦେଶର ସଫଳତା ଓ ଅଗ୍ରଗତି ବିଷୟ ତାଙ୍କ ଭାଷଣରେ ସ୍ଥାନ ପାଇବ। ଆଜି ଦେଶ ଯାହା ସଂକଳ୍ପ କରୁଛି ତାହା ନିଶ୍ଚିତ ପୂରଣ ହେବ, ଏହା ମୋର ବିଶ୍ୱାସ। ଆଜି ସଂକଳ୍ପ ରୂପରେ ମୁଁ ଯାହା କହୁଛି, 25 ବର୍ଷ ପରେ ଯିଏ ପତାକା ଉତ୍ତୋଳନ କରିବେ ସେ ସିଦ୍ଧି ହାସଲ କରିଥିବା କଥା ଭାଷଣ ଦେବେ। ଆଜି ଯେଉଁମାନେ ଯୁବକ ଅଛନ୍ତି ସେମାନେ ମଧ୍ୟ ସେତେବେଳେ ଦେଖିବେ ଦେଶ କିପରି ଏତେ ସବୁ ସଫଳତା ହାସଲ କରିଛି। 21ଶ ଶତାବ୍ଦୀରେ ଭାରତର ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଯେକୌଣସି ବାଧା ଆମକୁ ରୋକିପାରିବ ନାହିଁ। ଆମର ଶକ୍ତି, ଆମର ସାମର୍ଥ୍ୟ, ଆମର ଶକ୍ତି, ଆମର ଏକତା। ଆମର ପ୍ରାଣଶକ୍ତିରେ ରାଷ୍ଟ୍ର ପ୍ରଥମ ଓ ସଦାସର୍ବଦା ଆମକୁ ପ୍ରଥମେ ରାଷ୍ଟ୍ର ବିଷୟରେ ଭାବିବାକୁ ପଡ଼ିବ। ବର୍ତ୍ତମାନର ସମୟ ହେଉଛି ସ୍ୱପ୍ନ ଦେଖିବା, ସ୍ୱପ୍ନ ସାକାର ପାଇଁ ସଂକଳ୍ପ ନେବା, ଏହି ଦିଗରେ ଯତ୍ନବାନ ହେବା, ଯାହାଦ୍ୱାରା ସମୟ ଆମକୁ ବିଜୟ ପଥରେ ଆଗେଇ ନେବ। ଏଣୁ ଏଥିପାଇଁ ମୁଁ ପୁଣି କହୁଛି, ଏହି ସମୟ ହେଉଛି ଉପଯୁକ୍ତ ସମୟ, ଭାରତ ପାଇଁ ଅମୂଲ୍ୟ ସମୟ। ସବୁଆଡ଼ୁ ଦେଶ ପ୍ରତି ଭକ୍ତି, ତୁମେ ଉଠ ପତାକା ଉତ୍ତୋଳନ କର, ଭାରତର ଭାଗ୍ୟ ବଦଳାଅ। ଏହି ସମୟ ହେଉଛି ଏଥିପାଇଁ ଉପଯୁକ୍ତ ଏବଂ ଅମୂଲ୍ୟ ସମୟ। ଏମିତି କିଛି ନାହିଁ ଯାହା ଆମେ କରିପାରିବା ନାହିଁ, ଏମିତି କିଛି ନାହିଁ ଯାହା ଆମେ ପାଇପାରିବା ନାହିଁ। ତୁମେ ଜାଗ୍ରତ ହୁଅ, ତୁମେ ପୁଣି ଜାଗ୍ରତ ହୁଅ। ନିଜ ସାମର୍ଥ୍ୟ ଚିହ୍ନିବା ପାଇଁ ଲାଗିପଡ଼। ସାମର୍ଥ୍ୟକୁ ନିଜେ ଚିହ୍ନ। କର୍ତ୍ତବ୍ୟକୁ ଆମେ ସମସ୍ତେ ଜାଣିଛେ। ବର୍ତ୍ତମାନ ଏହି ସମୟ ଉପଯୁକ୍ତ ସମୟ, ଭାରତ ପାଇଁ ଅମୂଲ୍ୟ ସମୟ, ଆମ କର୍ତ୍ତବ୍ୟ ପାଳନ ପାଇଁ। ଦେଶ ସ୍ୱାଧୀନତାର 100 ବର୍ଷ ପୂରିବା ସମୟରେ ଦେଶବାସୀଙ୍କର ଲକ୍ଷ୍ୟ ଉପଯୁକ୍ତ ଭାବେ ବଦଳୁ, ମୁଁ ଏହା କାମନା କରୁଛି। ଦେଶବାସୀଙ୍କର ଶୁଭକାମନା ସହ 75ତମ ସ୍ୱାଧୀନତା ଦିବସ ଉପଲକ୍ଷେ ମୁଁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ଏବଂ ମୋ ସହିତ ହାତ ଉପରକୁ କରି ସମସ୍ତେ କୁହନ୍ତୁ, ଜୟ ହିନ୍ଦ, ଜୟ ହିନ୍ଦ, ଜୟ ହିନ୍ଦ। ଭାରତ ମାତା କି ଜୟ, ଭାରତ ମାତା କି ଜୟ।